ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି ଆମେ ରାଧାକମଲ ମୁଖର୍ଜୀଙ୍କର ଯେଉଁ ଭାରତୀୟ ସମାଜଶାସ୍ତ୍ରକୁ ଅବଦାନ ରହିଛି ସେ ବିଷୟରେ ଆଲୋଚନା କରିବା ଏବଂ ଜିଏସ୍ ଘୁରେଙ୍କର ଭୂମିକା ଭାରତୀୟ ସମାଜଶାସ୍ତ୍ରର ବିକାଶରେ ଆମେ ଏହି ସନ୍ଦର୍ଭରେ ଆଜି ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ଆମେ ଗତକାଲିର ଯେଉଁ ଆଲୋଚନା କରିଥିଲେ ତା ବିଷୟରେ ଅତି ସଂକ୍ଷିପ୍ତରେ ମୁଁ ପୁଣି ଥରେ କହିଦେବାକୁ ଚାହେଁ। ଗତକାଲି ଆମେ ଆଲୋଚନା କରିଥିଲେ କେଉଁଭଳି ଭାବରେ ଭାରତର ଯେଉଁ ସମାଜଶାସ୍ତ୍ରର ବିକାଶ ହେଇଥିଲା ଦୁଇଟି ମୁଖ୍ୟ ସ୍କୁଲ, ଯେଉଁଠି ଗୋଟେ ଲକ୍ଷ୍ନୌ ସ୍କୁଲ ଏବଂ ଅନ୍ୟଟି ବମ୍ବେ ସ୍କୁଲ ତା ମାଧ୍ୟମରେ କରାହେଇଥିଲା। ଏବଂ ଏଇ ଯେଉଁ ସ୍କୁଲ ଆମେ କହିଥାଉ ସମାଜଶାସ୍ତ୍ରର ଯେଉଁ ସ୍କୁଲ ଗୁଡ଼ାକ ରହିଥିଲା ତାର କିଭଳି ଭାବେ ଆଇଡିଓଲୋଜି ଏବଂ ତାର ଚିନ୍ତାଧାରା କେଉଁଭଳି ଭାବରେ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଯେଉଁ ଆମର ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଥିବା ସ୍କୁଲ ଗୁଡ଼ିକର ଆଇଡିଓଲୋଜି କିଭଳି ଭାବରେ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହା ଏକମତବାଦ ଯାହାକୁ କୁହାଯାଏ ସେଇ ଏକମତବାଦକୁ ନେଇକରି ସେଇ ସ୍କୁଲର ପରିଚୟ ସୃଷ୍ଟି ହୋଇଥାଏ। ଯେଭଳି ଆମେ କାଲି ଉଦାହରଣ ଦେଇଥିଲି ଫ୍ରାଙ୍କଫର୍ଟ ସ୍କୁଲ ଏବଂ ଚିକାଗୋ ସ୍କୁଲ। କିନ୍ତୁ ଭାରତରେ ଦେଖାଯାଇଥାଏ ଯେ ଗୋଟିଏ ସ୍କୁଲରେ ଅନେକ ଗୁଡ଼ିଏ ଚିନ୍ତାଧାରାର ଯେଉଁମାନେ ଗବେଷକ ରହିଲେ ସେମାନେ କିଭଳି ସମ୍ମିଳିତ ହୋଇ କାମ କରିଥାନ୍ତି। ଯେମିତି ଆମେ ଉଦାହରଣ ଦେଇଥିଲେ ବମ୍ବେ ସ୍କୁଲରେ କିଭଳି ଭାବେ ଜିଏସ୍ ଘୁରେ ଜାତୀୟ କାମ କରୁଥିଲେ, ତାଙ୍କ ସହିତ ଏଆର୍ ଦେଶାଇ ମଧ୍ୟ କାମ କରୁଥିଲେ। ସେଭଳି ଭାବରେ ଲକ୍ଷ୍ନୌ ସ୍କୁଲରେ ରାଧାକମଲ ମୁଖର୍ଜୀଙ୍କ ସହିତ ଡିପି ମୁଖର୍ଜୀ ମଧ୍ୟ କାମ କରୁଥିଲେ। ତ ଆଜିର ବିଷୟବସ୍ତୁ ହେଉଛି ଆମେ ଆଲୋଚନା କରିବା କେଉଁଭଳି ଭାବରେ ରାଧାକମଲ ମୁଖର୍ଜୀଙ୍କର କ'ଣ ଅବଦାନ ରହିଛି ଭାରତୀୟ ସମାଜଶାସ୍ତ୍ରରେ। ଯଦି ଆମେ ଦେଖିବା ରାଧାକମଲ ମୁଖର୍ଜୀ ଜଣେ ଗବେଷକ ଥିଲେ ଯେ ବହୁତ ଇଣ୍ଟରଡିସିପ୍ଲିନାରୀ ଏରିଆ, ବିଭିନ୍ନ ଗୁଡ଼ିଏ ଯେଉଁ ଆମର ଆଲାଏଡ୍ ଏରିଆସ୍ ରହିଛି ବା ଆଲାଏଡ୍ ବିଷୟବସ୍ତୁ ରହିଛି ସୋସିଓଲୋଜିର ପାରିପାର୍ଶ୍ୱିକ ଯେଉଁ ବିଷୟବସ୍ତୁ ରହିଛି ତା ସହିତ ସେ କେବଳ ଯେ ନୁହେଁ ସମାଜଶାସ୍ତ୍ର ଉପରେ କାମ କରିଥିଲେ, ସେ ସମାଜଶାସ୍ତ୍ର ସହିତ ଅର୍ଥନୀତି ଉପରେ ମଧ୍ୟ କାମ କରିଥିଲେ। ସୋସିଆଲ ସାଇକୋଲୋଜି ବା ଯେଉଁ ସାମାଜିକ ମନୋବିଜ୍ଞାନ କୁହାଯାଏ ତା ଉପରେ ମଧ୍ୟ କାମ କରିଥିଲେ। ଆଉ ତାଙ୍କର ଯେଉଁ ମୁଖ୍ୟ କାମ ଗୁଡ଼ିକ ରହିଛି ସେଗୁଡ଼ିକ ଭାରତୀୟ ଅର୍ଥନୀତି, ସମାଜ ଆଉ ଅର୍ଥନୀତି ଭିତରେ ସମ୍ପର୍କ, ଆଉ ଆମର ସୋସିଆଲ ଇକୋଲୋଜି ଯାହା କୁହାଯାଏ ପରିବେଶ ଉପରେ, ଏବଂ ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ସହରର ଯେଉଁ ଆମର ସାମାଜିକ ସୁବିଧା ଏବଂ ଭାରତୀୟ ସଂସ୍କୃତି ଏହି ବିଷୟରେ ସେ ଆଲୋଚନା କରିଥିଲେ। ତ ତାଙ୍କର ଯେଉଁ ମୁଖ୍ୟ କାମ ଗୁଡ଼ିକ ରହିଛି ବା ତାଙ୍କର ଯେଉଁ ମୁଖ୍ୟ ଅବଦାନ ବା ତାଙ୍କର ଯେଉଁ କାମ ଗୁଡ଼ିକ ରହିଛି ସେ ବିଷୟରେ ଆମେ ଆଲୋଚନା କରିବା ପୂର୍ବରୁ ଅତି ସଂକ୍ଷିପ୍ତରେ ତାଙ୍କର ଯେଉଁ ଆମର ଜୀବନର ତାଙ୍କର ଯେଉଁ ବାୟୋଗ୍ରାଫିକାଲ ସ୍କେଚ୍ ରହିଛି ବା ତାଙ୍କର ଶିକ୍ଷା ସେ କେଉଁଭଳି ଭାବେ ଗ୍ରହଣ କଲେ ଏବଂ କେଉଁଠି ଜନ୍ମ ହେଇଥିଲେ ଏ ବିଷୟରେ ଟିକେ ସଂକ୍ଷିପ୍ତରେ ଆଲୋଚନା କରିଦେବା। ତାଙ୍କର ଯେଉଁ ପ୍ରକୃତରେ ଯଦି ଆମେ ଦେଖିବା ରାଧାକମଲ ମୁଖର୍ଜୀ ଜନ୍ମ ହୋଇଥିଲେ 1899 ମସିହାରେ ଗୋଟିଏ ବଡ଼ ବେଙ୍ଗଲୀ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ ଏବଂ ଏହା ଗୋଟିଏ ଛୋଟ ସହର ଥିଲା ପଶ୍ଚିମବଙ୍ଗର ବରହମପୁର ନାମରେ ସେଇ ଜାଗାରେ ସେ ଜନ୍ମ ହୋଇଥିଲେ ଏବଂ ସେ ତାଙ୍କ ଜୀବନର ପ୍ରଥମ 16 ବର୍ଷ ସେଇ ଯେଉଁ ଛୋଟ ସହର ଅଛି ସେଇଟାରେ ସେ ତାଙ୍କ ବାପା ମାଙ୍କ ସହିତ ତାଙ୍କ ପରିବାର ସହିତ କଟାଇଥିଲେ। ତାଙ୍କ ବାପା ଜଣେ ଯେଉଁ ଆମର ଆଇନ ଇଏର ନେତୃତ୍ୱ ନେଉଥିଲେ ଏବଂ ସେ ଜଣେ ଆଇନଜୀବୀ ଥିଲେ ଏବଂ କିନ୍ତୁ ତାଙ୍କର ଗୋଟିଏ ଯେଉଁ ଆମର ଭାରତର ଇତିହାସ ଉପରେ ତାଙ୍କର ଦକ୍ଷତା ଥିଲା ଏବଂ ତାଙ୍କର ରୁଚି ସେଇ ଭାରତୀୟ ଇତିହାସ ଉପରେ ଥିଲା। ଏବଂ ଯଦି ଆମେ ଦେଖିବା ତାଙ୍କର ରାଧାକମଲ ମୁଖର୍ଜୀ ତାଙ୍କର ନିଜର ଯେତେବେଳେ ସେ ନିଜ ଜୀବନ ବିଷୟରେ କହିଛନ୍ତି ସେ କହିଛନ୍ତି ଯେ କିଭଳି ଭାବରେ ତାଙ୍କ ଘର ସବୁବେଳେ ପାଇଁ ପୁସ୍ତକ ଏବଂ ଯେଉଁ ଆମର ଆଇନ ସମ୍ବନ୍ଧୀୟ ପୁସ୍ତକ, ସଂସ୍କୃତରେ ଲିଖିତ ପୁସ୍ତକ ମାନଙ୍କ ଦ୍ୱାରା କିଭଳି ଭାବରେ ଐତିହାସିକ ପୁସ୍ତକ ଏହା ଦ୍ୱାରା ଏଇ ପୁସ୍ତକ ଗୁଡ଼ିକ ଦ୍ୱାରା କିଭଳି ସବୁବେଳେ ତାଙ୍କ ଘର ପରିପୂର୍ଣ୍ଣ ରହୁଥିଲା ଏବଂ ଏହା ତାଙ୍କର କୋଉଠି ନା କୋଉଠି ତାଙ୍କୁ ଗୋଟେ ସୁଯୋଗ ଦେଇଥିଲା ଯେଉଁ ଇତିହାସ ହଉ ସଂସ୍କୃତ ହଉ ଏ ବିଷୟରେ ତାଙ୍କର ଗୋଟେ ରୁଚି ଆସିଥିଲା। କାରଣ ତାଙ୍କ ଘରେ ଯେହେତୁ ଅନେକ ଗୁଡ଼ିଏ ପୁସ୍ତକ ଥିଲା ସବୁବେଳେ ପାଇଁ ସେ ସେଥିରେ ନିଜକୁ ନିୟୋଜିତ ରଖିଥିଲେ ପଢ଼ିବାରେ। ଏବଂ ଯଦି ଦେଖାଯାଏ କେତେ ଗୁଡ଼ିଏ ଇତିହାସର କେତେ ଗୁଡ଼ିଏ ଘଟଣାବଳୀ ଥିଲା ଯାହା ରାଧାକମଲ ମୁଖର୍ଜୀଙ୍କୁ ର ଯେଉଁ ମାନସିକତାକୁ ପରିବର୍ତ୍ତନ ବା ତାଙ୍କର ଯେଉଁ ଚିନ୍ତାଧାରାର ପରିବର୍ତ୍ତନ ବା ତାଙ୍କର ଯେଉଁ ସାମାଜିକ ବିଜ୍ଞାନ ପ୍ରତି ରୁଚି ଆଣିବାରେ
ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ସେମାନଙ୍କ ସେଇ ଯୋଉ ଆମର କୁହାଯାଏ ଇତିହାସର ଯୋଉ କେତେ ଗୁଡ଼ିଏ ଘଟଣା ତା ମଧ୍ୟରୁ ଗୋଟେ ଥିଲା ସେଇ ସମୟର ବେଙ୍ଗଲ ଆଉ ଆମର ଯୋଉ ବେଙ୍ଗଲର ଆମର ଫେମିନ୍ ହେଇଥିଲା ବା ମରୁଡ଼ି ହେଇଥିଲା। ଏହି ସମୟରେ ଅନେକ ଗୁଡ଼ିଏ ଏକ ବିଶାଳ ଜନସମୁଦାୟ ଏହାଦ୍ୱାରା ଏଇ ଯୋଉ ମରୁଡ଼ିରେ ପ୍ରଭାବିତ ହୋଇଥିଲା ଏବଂ ସେଇ ଯୋଉ ମରୁଡ଼ି ଖାଲି ସେଇ ସମୟରେ ସେଇଭଳିଆ ଏକ ଘଟଣା ନଥିଲା, କିନ୍ତୁ ଏହା ଏକ ମୁଖ୍ୟ ଘଟଣା ଥିଲା ଏବଂ ଏହା ସହିତ ସେହି ସମୟରେ ବେଙ୍ଗଲରେ ବା ପଶ୍ଚିମବଙ୍ଗରେ ଆମର ଯୋଉ ସାମାଜିକ ସାଂସ୍କୃତିକ ଯୋଉ ନବଜାଗରଣ ସୃଷ୍ଟି ହେଇଥିଲା, ଗୋଟେ ଯୋଉ ବୌଦ୍ଧିକ ନବଜାଗରଣ ସୃଷ୍ଟି ହୋଇଥିଲା। ଏ ବୌଦ୍ଧିକ ନବଜାଗରଣ ଅନେକାଂଶରେ ରାଧାକମୋହନ ମୁଖର୍ଜୀଙ୍କୁ ପ୍ରଭାବିତ କରିଥିଲା। ଆଉ ଯଦି ଦେଖାଯାଏ 1905 ମସିହାରେ ପ୍ରତ୍ୟେକ ସହର ବେଙ୍ଗଲର ଯୋଉ ରହିଲା ଆମର ପଶ୍ଚିମବଙ୍ଗର ପ୍ରତ୍ୟେକ ସହର ଗୋଟିଏ ବୌଦ୍ଧିକ ଆଉ ରାଜନୈତିକ ଯୋଉ ନବଜାଗରଣ ଦ୍ୱାରା ଆନ୍ଦୋଳିତ ଥିଲା। ଏବଂ ଏ ଖାଲି ସେତିକି ନୁହେଁ, ଯେତେବେଳେ ଆମର ବଙ୍ଗର ବିଭାଜନ ହୋଇଥିଲା ପୂର୍ବବଙ୍ଗ ଏବଂ ପଶ୍ଚିମବଙ୍ଗ, ଯାହା ଲର୍ଡ କର୍ଜନଙ୍କ ଦ୍ୱାରା କରାଯାଇଥିଲା ଏହି ସମୟରେ, ଏବଂ ଯୋଉ ଭାଷା ବିଜ୍ଞାନୀ ଆମର ହରିନାଥ ଦେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେଇ ତାଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ସେ ଅନେକାଂଶରେ ତାଙ୍କର ରୁଚି, ଯାହା ଯୋଉ ସମାଜ ବିଜ୍ଞାନ ପ୍ରତି ରୁଚି ଏବଂ ତାଙ୍କର ଯୋଉ ଯାହାକୁ ଆମେ ଇଣ୍ଟରେଷ୍ଟ କହିଥାଉ ତାହା ଦେଖିବାକୁ ମିଳିଥିଲା। ଏହି ସମୟରେ ହିଁ ସିଏ ଯୋଉ ଆମର ସମାଜ ବିଜ୍ଞାନୀ ମାନେ ରହିଲେ, ଅଗଷ୍ଟ କଣ୍ଟ ଯାହାକୁ ଆମେ ଫାଦର ଅଫ ସୋସିଓଲୋଜି କହିଥାଉ, ଏବଂ ହର୍ବର୍ଟ ସ୍ପେନ୍ସର, ଲେଷ୍ଟର ୱାର୍ଡ, ହବହାଉସ, ଗିଡିଙ୍ଗସ, ଏଇମାନଙ୍କ କାମ ସଂସ୍ପର୍ଶରେ ସେ ଆସିଥିଲେ। ଏମାନଙ୍କର ପୁସ୍ତକ ଗୁଡ଼ିକ ସେ ପଢ଼ିବା ପାଇଁ ସୁଯୋଗ ପାଇଥିଲେ ଏବଂ ଏହି ସମୟରେ ହିଁ ସେ ଦେଖିବାକୁ, ସେ ପ୍ରଥମେ ଜାଣିବା ପାଇଁ ପାଇଥିଲେ ଯେ ଭାରତର ଗୋଟିଏ ଏଭଳି ଦିଗନ୍ତ ରହିଛି, ଯାହା ଉପରେ ଗୋଟିଏ ଏଭଳି ଏରିଆ ରହିଛି ବା ଦିଗ ରହିଛି ଯାହା ଉପରେ କୌଣସି ଲୋକ ବା କୌଣସି ବିଜ୍ଞାନୀ କାମ କରିନାହାନ୍ତି। ତେଣୁ ଏହାକୁ ସେ ଦୃଷ୍ଟିରେ ରଖି ସେ ତାଙ୍କର ଯୋଉ ବିଷୟବସ୍ତୁ ରହିଥିଲା ଆଡଲ୍ଟ ଏଜୁକେସନ, ସେଇଠି ସେ ନିଜର କାମ ଆରମ୍ଭ କରିଥିଲେ। ଏବଂ ଯଦି ଦେଖାଯାଏ ସେ ତାଙ୍କର ମତ ଥିଲା ଯେ ଦେଶ ଗୋଟିଏ ପରିବର୍ତ୍ତନର ବର୍ତ୍ତମାନ ଭାରତ ସେଇ ସମୟରେ ଯୋଉ ପରିବର୍ତ୍ତନ ଏକ୍ସପିରିଏନ୍ସ କରୁଥିଲା, ସେଇ ପରିବର୍ତ୍ତନ ଭାରତର ଯୋଉ ଆମର ଭ୍ୟାଲ୍ୟୁ ସିଷ୍ଟମ ରହିଛି ତାକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇବା ପାଇଁ ଯାଉଥିଲା ଏବଂ ଏହାକୁ ଦେଖି ସେ ଚିନ୍ତା କରିବା ପାଇଁ ଲାଗିଲେ ଯେ ଏଇ ଯୋଉ ପରିବର୍ତ୍ତନ ଆସିଥିଲା, ଏ ପରିବର୍ତ୍ତନ ଗୁଡ଼ିକ ଅଧିକାଂଶରେ ଆକ୍ଚୁଆଲି ଜଣା ପଡୁଥିଲା କେଉଁଠାରେ ନା ଯୋଉ ଆମର ସରକାରୀ ଇନଷ୍ଟିଟ୍ୟୁସନ ଗୁଡ଼ିକ ରହିଛି ବା ସରକାରୀ ଯୋଉ ଆମର କେନ୍ଦ୍ର ଗୁଡ଼ିକ ରହିଛି, ସେଟା ତାର ବାହାରେ ହିଁ ଏହା ଜଣା ପଡିଥିଲା। ଏବଂ ଏଇ ଯୋଉ ପରିବର୍ତ୍ତନ ଦେଖାଯାଇଥିଲା, ଏଇ ପରିବର୍ତ୍ତନ ଗୋଟିଏ ଯୋଉ ଆମର ଭାଷା ଭିତ୍ତିକ ଏବଂ କଳା ଭିତ୍ତିକ ନବଜାଗରଣର ରୂପ ନେଇଥିଲା। ଏବଂ ଏଇ ଯୋଉ ଛୋଟ ନବଜାଗରଣ ଯାହା ଗୋଟିଏ ନିର୍ଦ୍ଦିଷ୍ଟ ସହରରୁ ଆରମ୍ଭ ହୋଇଥିଲା, ତାହା ଧୀରେ ଧୀରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା ଏବଂ ଏହି ଆନ୍ଦୋଳନକୁ ଆହୁରି ଆଗକୁ ବଢେଇବା ପାଇଁ ରାଧାକମୋହନ ମୁଖାର୍ଜୀ ଗୋଟେ ଆଡଲ୍ଟ ଇଭିନିଂ ସ୍କୁଲ ଆରମ୍ଭ କରିଥିଲେ 1906 ମସିହାରେ। ଏହା କୋଉଠି ଆରମ୍ଭ କରାଯାଇଥିଲା ନା ମାଛୁଆ ବଜାର ସ୍ଲମ୍ ଯୋଉଠି କଲିକତା ସହରର, ସେଇଠି ସେ ଆରମ୍ଭ କରିଥିଲେ ଏବଂ ସିଏ ଏହିସବୁରେ ଛୋଟ ପୁସ୍ତକ ରଚନା କରି ତାକୁ ବାଣ୍ଟିବା ଆରମ୍ଭ କରିଥିଲେ ଏବଂ ଯଦି ଦେଖାଯାଏ ସେ ପୁସ୍ତକ ଗୁଡ଼ିକ ହଜାର ହଜାର ସଂଖ୍ୟାରେ ସେ ସମୟରେ ବିକ୍ରି ହୋଇଥିଲା। ଏବଂ ଏଇ ଯୋଉ ସ୍କୁଲଟି ବର୍ତ୍ତମାନ ଗୋଟିଏ କମ୍ୟୁନିଟି ସେଣ୍ଟର ଭାବରେ
ନିଜର ପରିଚୟ ସୃଷ୍ଟି କରିପାରୁଥିଲା ଏବଂ ଏଥିରେ କେବଳ ସିଏ ପଢ଼ୁନଥିଲେ, ଅନେକ ଗୁଡ଼ିଏ ଯେଉଁ ଆଞ୍ଚଳିକ ଡକ୍ଟର ମାନେ ରହିଥିଲେ, ଚିକିତ୍ସକ ମାନେ ରହିଥିଲେ, ସେମାନେ ମଧ୍ୟ ତାଙ୍କର ଯେଉଁ ଆଗ୍ରହ ଦେଖାଇ ଏହି ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ ଏବଂ ସୋସିଆଲ ଏଜୁକେସନ ବା ସାମାଜିକ ଶିକ୍ଷା ବିତରଣରେ ନିଜର ଯୋଗଦାନ ଦେଇଥିଲେ। ଏବଂ ସେମାନେ ତା ସହିତ ସେମାନେ ଯେଉଁ ପେସେଣ୍ଟ ମାନେ ବା ଯେଉଁ ରୋଗୀମାନେ ରହିଥିଲେ ସେମାନଙ୍କୁ ମଧ୍ୟ ସେମାନେ ଯେଉଁ ସ୍ଲମର ଯେଉଁ ପିଲାମାନେ ରହିଥିଲେ, ଆଡଲ୍ଟ ମାନେ ରହିଥିଲେ ବା ଶିଶୁମାନେ ରହିଥିଲେ, ସେମାନଙ୍କୁ ବିନା ମୂଲ୍ୟରେ ବିନା ଶୁଳ୍କରେ ସେମାନେ ଚିକିତ୍ସା କରିବାକୁ ଆରମ୍ଭ କରିଥିଲେ ଏବଂ ସେମାନେ ଭାବିଥିଲେ ଯେ ଏହା ହିଁ ତାଙ୍କର ମୁଖ୍ୟ ଯୋଗଦାନ। ଯଦି ଆମେ ଦେଖିବା ରାଧାକମଲ ମୁଖାର୍ଜୀ ତାଙ୍କ ଜୀବନ ସାରା ସେ ଯେଉଁ ଆମର ଆଡଲ୍ଟ ଏଜୁକେସନ ଇଏ ଆରମ୍ଭ କରିଥିଲେ 1906 ମସିହାରେ। ତାଙ୍କ ଜୀବନର ସବୁଠୁ ମହତ୍ୱପୂର୍ଣ୍ଣ ଯେଉଁ ଯୋଗଦାନ ରହିଛି ନେସନ ବିଲ୍ଡିଂରେ ବା ଦେଶ ପ୍ରତି ତାଙ୍କର ଯେଉଁ କଣ୍ଟ୍ରିବ୍ୟୁସନ ରହିଛି, ତାକୁ ସେ ତାଙ୍କର ଜୀବନର ଶେଷ ପର୍ଯ୍ୟନ୍ତ ମଧ୍ୟ ସେ କହି ଆସୁଥିଲେ ଯେ ଏହା ହିଁ ମୋର ସବୁଠୁ ବଡ଼ ଯୋଗଦାନ ଏବଂ ସବୁବେଳେ ସେ ତାକୁ ଇମ୍ପୋର୍ଟାନ୍ସ ଦଉଥିଲେ। ଏହାପରେ ଆମେ ଯଦି ଦେଖିବା ସେ କହିଲେ ଯେ ବର୍ତ୍ତମାନ ତାଙ୍କର ସେ ମାନୁଥିଲେ ଯେ ସେ ଭାବୁଥିଲେ ଯେ ବର୍ତ୍ତମାନ ଦେଶରେ ଯେଉଁ ପରିବର୍ତ୍ତନ ଚାଲିଛି ସବୁଠୁ ମୁଖ୍ୟ ଭୂମିକା ହେଉଛି ଜଣେ ଶିକ୍ଷକର ଏବଂ ଗୋଟେ ଯେଉଁ ସମୂହ ଶିକ୍ଷା ବା ଯେଉଁ ମାସ୍ ଏଜୁକେସନ କୁହାଯାଏ ତାହାର ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକତା ରହିଛି ଏବଂ ଏଇ ଯେଉଁ ଆବଶ୍ୟକତାଟାକୁ କିଏ ପୂରଣ କରିପାରିବ ନା ଏଇ ଆବଶ୍ୟକତାଟାକୁ ପୂରଣ କରିପାରିବ ସବୁଠୁ ଭଲ ଭାବରେ ପୂରଣ କରିପାରିବ ସମାଜ ବିଜ୍ଞାନ ବା ସୋସିଆଲ ସାଇନ୍ସ। ସୋସିଆଲ ସାଇନ୍ସ ସମାଜ ବିଜ୍ଞାନର ଯେଉଁ ଜ୍ଞାନ ରହିଛି ତାହା ଯେଉଁ ଆଡଲ୍ଟ ମାନେ ରହିଲେ ସେମାନଙ୍କୁ ଶିକ୍ଷିତ କରିପାରିବ ଏବଂ ସେମାନଙ୍କୁ ଗୋଟେ ନୂଆ ସିଟିଜେନ୍ ବା ଯାହାକୁ ଆମକୁ କୁହାଯାଏ ଯୋଗ୍ୟ ନାଗରିକ କରି ଗଢ଼ିପାରିବ। ଯଦି ଆମେ ଦେଖିବା ସେ ରାଧାକମଲ ମୁଖାର୍ଜୀ ସେତେବେଳେ ବହୁତ ଅଧିକ ଭାବରେ ଅନୁପ୍ରାଣିତ ହୋଇଥିଲେ ଯେଉଁ ରାଜନୈତିକ ବକ୍ତବ୍ୟ ବିପିନ ଚନ୍ଦ୍ର ପାଲଙ୍କର ଥିଲା, ଯେ ଆମର ଯାହାକୁ ଆମେ ଜଣେ କଂଗ୍ରେସ ଏକ୍ସଟ୍ରିମିଷ୍ଟ ଭାବରେ ଜାଣିଥାଉ। କିନ୍ତୁ ଯଦି ଦେଖାଯାଏ ଯେଉଁ ରାଧାକମଲ ମୁଖାର୍ଜୀଙ୍କର ଯେଉଁ ତାଙ୍କର ଯେଉଁ ଚିନ୍ତାଧାରା ଥିଲା, ସିଏ ନିଜକୁ ଯେଉଁ ଆମର ମାସ୍ ରହିଲେ ବା ଗରିବ ଶ୍ରେଣୀ ରହିଲେ ସ୍ପେଶାଲି ଯେଉଁ ସ୍ଲମ୍ ଏରିଆ ଗୁଡ଼ିକର, ସିଏ ନିଜକୁ ତାଙ୍କ ଭଳି ନିଜର ଗୋଟେ ପରିଚୟ ସିଏ ଚାହୁଁଥିଲେ ସିଏ ସେଇମାନଙ୍କ ମଧ୍ୟରୁ ଜଣେ ଭାବରେ ସେମାନେ ତାଙ୍କୁ ଗ୍ରହଣ କରନ୍ତୁ। ସେଥିପାଇଁ ସେ ନିଜର ସାଙ୍ଗମାନଙ୍କୁ ସବୁବେଳେ ସେମାନେ ନିଜ ନିଜ ପରସ୍ପର ମଧ୍ୟରେ ନିଜକୁ ମିନିଷ୍ଟର୍ସ ଅଫ୍ ପୁଅର୍ ବା ଗରିବ ମାନଙ୍କର ମନ୍ତ୍ରୀ ବୋଲି ନିଜକୁ ସବୁବେଳେ କହୁଥିଲେ ଏବଂ ସିଏ ସେମାନଙ୍କ ସହିତ ମିଶିବା ପାଇଁ ସବୁବେଳେ ଗୋଟେ ଗରିବ ଲୋକର ଯେଉଁଭଳି ଭାବରେ ବେଶଭୂଷା ସେମାନେ ସେଇଭଳି ଭାବରେ ବେଶଭୂଷାରେ ସବୁବେଳେ ସେମାନେ ଯାଉଥିଲେ। ସେମାନେ ତ୍ୟାଗ କରିଥିଲେ ଆମର ଯେଉଁ ପାଶ୍ଚାତ୍ୟ ଦେଶର ଯେଉଁଭଳି ଭାବରେ ପୋଷାକ ରହିଛି, ଆମର ସାର୍ଟ ହେଲା, କୋଟ୍ ହେଲା, ଜୋତା ହେଲା, ତାକୁ ସେମାନେ ତ୍ୟାଗ କରିଥିଲେ। ଏବଂ ଯଦି ଦେଖାଯାଏ 1910 ମସିହାରେ ମୁଖାର୍ଜୀ ତାଙ୍କର ପୁରୁଣା କଲେଜ ଯେଉଁଠି ସେ ଥରେ ଦିନେ ଛାତ୍ର ହୋଇ ପଢ଼ୁଥିଲେ, ସେ 1910 ମସିହାରେ ସେଠିକି ଗୋଟେ ଜଣେ ଅର୍ଥନୀତିର ଶିକ୍ଷକ ହୋଇ ଫେରି ଯାଇଥିଲେ। ଆଉ ସେଇ ସମୟଟା ତାଙ୍କର ସବୁଠୁ ବ୍ୟସ୍ତବହୁଳ ସମୟ ଥିଲା, ତାହା ସେ ସବୁବେଳେ କହି ଆସିଛନ୍ତି। ଏବଂ ଯଦି ଦେଖିବା ଏଇ ସମୟରେ ମୁଖାର୍ଜୀ ଯେଉଁ ଆମର ଅତି ଲୋକପ୍ରିୟ ବେଙ୍ଗଲୀ ଜର୍ନାଲ ଥିଲା ଉପାସନା, ତାହାର ଏଡିଟର ଭାବରେ ନିଜର ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ରତି ମାସରେ ସିଏ ସବୁବେଳେ ନିଜର ଲେଖା ଗୁଡ଼ିକ ମଧ୍ୟ ସେଥିରେ ପବ୍ଲିଶ କରୁଥିଲେ। ଏହାପରେ ଯଦି ଦେଖାଯିବ ସେ ୟୁନିଭର୍ସିଟି ଅଫ୍ କାଲକାଟା ବା କାଲକାଟା ବିଶ୍ୱବିଦ୍ୟାଳୟକୁ ସେ 1917 ମସିହାରେ ଯାଇଥିଲେ ଏବଂ ସେ ସେଠାରେ 5 ବର୍ଷ ରହିଥିଲେ ଏବଂ ସେଠାରେ ଅର୍ଥନୀତି, ସମାଜ ଶାସ୍ତ୍ର ଏବଂ ସେଠାରେ ଯେଉଁ ରାଜନୈତିକ ଦର୍ଶନ ଶାସ୍ତ୍ର ସେଠାରେ ପଢ଼େଇଥିଲେ ଏବଂ 1921 ମସିହାରେ ସିଏ ଲକ୍ଷ୍ନୌ ୟୁନିଭର୍ସିଟିରେ ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ହୋଇ ଅର୍ଥନୀତି ଏବଂ ସମାଜଶାସ୍ତ୍ର ବିଭାଗରେ
ଅ, ଯୋଗଦାନ ଦେଇଥିଲେ ଏବଂ ଯଦି ଦେଖାଯାଏ ସିଏ ଗୋଟିଏ ଏଭଳି ଭାବରେ ଗୋଟେ ଆପ୍ରୋଚ ଦେଇଥିଲେ ଭାରତୀୟ ସମାଜ ବିଜ୍ଞାନକୁ। ସେ ସବୁବେଳେ କହୁଥିଲେ ଯେ ଗୋଟିଏ ଆମର ସମାଜଶାସ୍ତ୍ର ଗୋଟେ ପର୍ଟିକୁଲାର ସବଜେକ୍ଟ ବା ଗୋଟେ ପର୍ଟିକୁଲାର ଡିସିପ୍ଲିନକୁ ନେଇକରି ଆମେ କେବେ ହେଲେ ଗବେଷଣା କରିବା କଥା ନୁହେଁ, କାରଣ ତାର ଅନେକ ଗୁଡ଼ିଏ ଅନୁକୋଣ ରହିଛି ଯାହାକୁ ଆମ ସମାଜର ଯୋଉ ଅସୁବିଧା ଗୁଡ଼ିକ ରହିଛି ବା ପ୍ରୋବ୍ଲେମ ଗୁଡ଼ିକ ରହିଛି ତାର ଅନେକ ଗୁଡ଼ିଏ ଦିଗନ୍ତ ରହିଛି, ଯେମିତି ଗୋଟେ ଅର୍ଥନୈତିକ ଅନୁକୋଣ ରହିଛି ବା ଗୋଟେ ନୃତତ୍ତ୍ୱ ତାତ୍ତ୍ୱିକ ଅନୁକୋଣ ରହିଛି। ଏଗୁଡ଼ିକ ବୁଝିବା ପାଇଁ ହେଲେ ଆମକୁ ଅନେକ ଗୁଡ଼ିଏ ବିଷୟ ବା ଅନେକ ଗୁଡ଼ିଏ ଯୋଉ ଆମର ରିସର୍ଚ୍ଚର ରହିଲେ ଗବେଷକ ରହିଲେ ସେମାନଙ୍କ ସାହାଯ୍ୟ ନେବାକୁ ପଡ଼ିବ। ଏବଂ ଯୋଉ ଇଣ୍ଟରଡିସିପ୍ଲିନାରୀ ରିସର୍ଚ୍ଚ କହିଲେ ସେ ସବୁବେଳେ ତାକୁ ପ୍ରାଧାନ୍ୟ ଦେଉଥିଲେ ଏବଂ ସେ କହୁଥିଲେ ଗୋଟେ ଇଣ୍ଟିଗ୍ରେଟେଡ ଆପ୍ରୋଚ, ସବୁ ଅନେକ ଗୁଡ଼ିଏ ବିଷୟକୁ ନେଇକରି ଯଦି ଆମେ କୌଣସି ଗବେଷଣା କରିବା ତାହେଲେ ଏହାର ଆଉଟକମ୍ ଯୋଉ ରହିଛି ବା ଏହାର ଯୋଉ ଆମର ଶୀର୍ଷକ ଯାହା ବାହାରିବ ଆଉଟକମ୍ ତାହା ଅନେକାଂଶରେ ସମାଜ ପାଇଁ ଲାଭଦାୟକ ହେବ। ତେଣୁ ସେ ସବୁବେଳେ ଗୋଟେ ଇଣ୍ଟିଗ୍ରେଟେଡ ଆପ୍ରୋଚ ଇଏ କରୁଥିଲେ ଏବଂ ଆଡପ୍ଟ କରିଥିଲେ ଏବଂ ସେ ଇକୋନୋମିକ୍ସ, ସୋସିଓଲୋଜି ଏବଂ ଆନ୍ଥ୍ରୋପୋଲୋଜି ଅର୍ଥନୀତି, ସମାଜ ଶାସ୍ତ୍ର ଏବଂ ନୃତତ୍ତ୍ୱ ବିଜ୍ଞାନକୁ ନେଇ ସେ କାମ କରୁଥିଲେ, ନିଜର ଗବେଷଣା କରୁଥିଲେ। ଯଦି ଦେଖାଯାଏ ତାଙ୍କର ଯୋଉ ଆଇଡିଆସ ରହିଛି ବା ତାଙ୍କର ଯୋଉ ଚିନ୍ତାଧାରା ରହିଛି ଏବଂ ତାଙ୍କର ଯୋଉ ମତ ରହିଛି ତାହା ଅନେକାଂଶରେ ଆମେ ଯଦି ଦେଖିବା ଯୋଉ ଯୋଉ ଆର୍ଥିକ ସମାଜଶାସ୍ତ୍ର ବା ଯୋଉ ଅର୍ଥନୈତିକ ସମାଜଶାସ୍ତ୍ର ରହିଛି ଇକୋନୋମିକ ସୋସିଓଲୋଜି, ସେଥିରେ ଅନେକାଂଶରେ ଯୋଉ କୁହାଯାଏ ସୋସିଓଲୋଜିଷ୍ଟ ମାନେ ବା ସମାଜଶାସ୍ତ୍ରର ବିଜ୍ଞାନୀ ମାନେ ସେମାନେ କିଭଳି ଭାବେ ଗୋଟେ ମେନଷ୍ଟ୍ରିମ୍ ଇକୋନୋମିକ୍ସ ଯୋଉ ରହିଛି ମେନଷ୍ଟ୍ରିମ୍ ଇକୋନୋମିକ୍ସ କୋଉଭଳି ଭାବରେ ସବୁବେଳ ପାଇଁ ସମାଲୋଚନା କରିଥାନ୍ତି। ଏ ସମାଲୋଚନାର କାରଣ ହଉଛି ଯେ ମେନଷ୍ଟ୍ରିମ୍ ଇକୋନୋମିକ୍ସ ଯୋଉଟା ଆମର ରହିଛି ତାହା ସବୁବେଳ ପାଇଁ ଗୋଟିଏ ବିଷୟରେ ହିଁ ସେମାନଙ୍କର ଯୋଉ ମତ ଉପସ୍ଥାପନ ସେମାନେ କରିଥାନ୍ତି। ସେମାନେ କହିଥାନ୍ତି ଯେ ହ୍ୟୁମାନ୍ ବିଙ୍ଗସ୍ ଆର୍ ରେସନାଲ, ମଣିଷ ସବୁବେଳେ ରେସନାଲ, ସେମାନେ ସବୁବେଳେ ଲାଭ କ୍ଷତିର ବିଚାର କରି ହିଁ ତାଙ୍କର ଯୋଉ ଆମର ଅର୍ଥନୈତିକ ବା ଆର୍ଥିକ ଯୋଉ ବ୍ୟବହାର ରହିଛି ବା ଇକୋନୋମିକ ବିହେଭିୟର ଯୋଉ ରହିଛି ତାହା ସବୁବେଳେ କାହା ଦ୍ୱାରା ପରିଚାଳିତ ନା ତାଙ୍କର ଯୋଉ ଲାଭ କ୍ଷତିର ହିସାବ, ସେମାନେ ସବୁବେଳେ ଗୋଟେ ରେସନାଲ ଆନିମାଲ ବୋଲି ମଣିଷର ଯୋଉ ଆର୍ଥିକ ବ୍ୟବହାର ରହିଛି ତାକୁ ତୁଳନା କରିଥାନ୍ତି। ଏବଂ କିନ୍ତୁ ଏଠି ଯଦି ଦେଖାଯାଏ ରାଧାକମଲ ମୁଖାର୍ଜୀ ସେଇ ଯୋଉ ଆଇଡିଆସ ରହିଛି ବା ସେଇ ଯୋଉ ମତ ରହିଛି ତାଠାରୁ ନିଜକୁ ଦୂରେଇ ରଖିଥିଲେ ଏବଂ ସେ ସମାଲୋଚନା ମଧ୍ୟ କରିଥିଲେ ଏବଂ ସେ କହିଥିଲେ ଭାରତ ଭଳିଆ ଦେଶ ଏଠି ଯୋଉ ଆର୍ଥିକ ଆଦାନ ପ୍ରଦାନ ବା ଯୋଉ ଇକୋନୋମିକ ଟ୍ରାଞ୍ଜାକ୍ସନ ରହିଛି ତାହା କେବଳ ଯୋଉଭଳି ପାଶ୍ଚାତ୍ୟ ଦେଶ ମାନଙ୍କର ହୁଏ ଯାହାକୁ ଆମେ ବେସ୍ଡ ଅନ୍ ଇକୋନୋମିକ ରେସନାଲିଟି ପ୍ରିନ୍ସିପଲ୍ସ ବା ଯୋଉ ଆମର ଲାଭ କ୍ଷତିର ହିସାବ ଯୋଉ ନେଇକରି ସେମାନେ ଯୋଉ ଲୋକମାନେ ଯୋଉ ତାଙ୍କର ଆର୍ଥିକ ଆଦାନ ପ୍ରଦାନ ହୋଇଥାଏ ତାହା ସେଭଳି ଭାବେ ହୋଇନଥାଏ। ତାର କେତେ ଗୁଡ଼ିଏ ସାମାଜିକ କାରଣ ରହିଛି, ସାମାଜିକ ବ୍ୟବସ୍ଥା ରହିଛି ଯାହାଦ୍ୱାରା ଏଇ ଯୋଉ ଆମର ଆର୍ଥିକ ଆଦାନ ପ୍ରଦାନ ବ୍ୟବସ୍ଥାରେ ଯାହାର ପ୍ରଭାବ ରହିଛି, ଯେମିତିକି ସେ କହିଥିଲେ କାଷ୍ଟ ଅର ଟ୍ରାଇବ୍ ବା ଆମର ଜାତିଗତ ଯୋଉ ସମ୍ପର୍କ ରହିଛି, ସାମାଜିକ ସମ୍ପର୍କ ରହିଛି କି ତାହା କେତେ ଭାବରେ ଅନେକାଂଶରେ ଆକ୍ଚୁଆଲି ଏହା ପ୍ରଭାବିତ କରିଥାଏ ଆମର ଆର୍ଥିକ ବ୍ୟବହାରକୁ। ଏବଂ ତାଙ୍କର କହିବା କଥା ଏଇ ଯୋଉ ମାର୍କେଟ ମଡେଲ ବା ଯୋଉ ମାର୍କେଟ ମଡେଲ ରହିଛି ଯାହା ମୁଖ୍ୟତଃ ପାଶ୍ଚାତ୍ୟ ଦେଶ ମାନଙ୍କରେ ଅର୍ଥନୀତିଜ୍ଞ ମାନେ ମୁଖ୍ୟତଃ ଭାବରେ ଯାହାକୁ ନେଇକରି ସବୁବେଳେ ତାଙ୍କର ଯୁକ୍ତି ବାଢିଥାନ୍ତି ତାହା ଭାରତ କ୍ଷେତ୍ରରେ ଅଳ୍ପାଂଶରେ ହୁଏତ କାର୍ଯ୍ୟ କରୁଥାଇ ପାରେ। ଆଉ ଯଦି ଦେଖିବା ଆମେ ମୁଖାର୍ଜୀ ଚେଷ୍ଟା କରିଥିଲେ ଦେଖିବା ପାଇଁ ଯୋଉ ଆମର ଟ୍ରାଡିସନାଲ ନେଟୱାର୍କ ରହିଛି, ଆମର ଯୋଉ ପାରମ୍ପରିକ ସାଂସ୍କୃତିକ ଯୋଉ ଆମର ସମ୍ପର୍କ ରହିଛି, ସାମାଜିକ ସମ୍ପର୍କ ତାହା କିଭଳି ଭାବେ ଅର୍ଥନୈତିକ ଯୋଉ ଆମର ଆଦାନ ପ୍ରଦାନ ବା ଇକୋନୋମିକ ଏକ୍ସଚେଞ୍ଜରେ କିଭଳି ଭାବେ କାର୍ଯ୍ୟ କରିଥାଏ। ଆମେ ଯଦି ବର୍ତ୍ତମାନ ଦେଖିବା ଅର୍ଥନୈତିକ ସମାଜଶାସ୍ତ୍ରରେ ଯୋଉଭଳି ଭାବେ ଆମେ ଆଲୋଚନା କରିଥିଲେ ବିଗତ ବର୍ଷ ଯେ କେଉଁଭଳି ଭାବେ ମାର୍କ ଗ୍ରାନୋଭେଟର ଆଣ୍ଡ ରିଚାର୍ଡ ସ୍ୱେଡବର୍ଗ ଦି ଜଣ ଯୋଉ ଆମର ସମାଜ ବିଜ୍ଞାନୀ ରହିଲେ ସେମାନେ କିଭଳି ଭାବେ ମେନଷ୍ଟ୍ରିମ୍ ଇକୋନୋମିକ୍ସକୁ ସେମାନେ କ୍ରିଟିସାଇଜ କରିଥିଲେ। କିନ୍ତୁ ଆମେ ଯଦି ଦେଖିବା ରାଧାକମଲ ମୁଖାର୍ଜୀ ବହୁତ ଆଗରୁ ଆକ୍ଚୁଆଲି ଏଇ
ସମ୍ପର୍କରେ କହି ସାରିଥିଲେ ଭାରତର ଅ, ଅ, ଭାରତ ସମ୍ବନ୍ଧରେ ତାଙ୍କର ବିବରଣୀ ଦେଇ ସାରିଥିଲେ ଏବଂ ତାଙ୍କର କହିବା ଅନୁଯାୟୀ ଯେ ଯଦି ଆମେ ଦେଖିବା ଯଦି ଦେଖିବା ଅନେକାଂଶରେ ଯୋଉଭଳି ଭାବରେ ମାର୍କ ଗ୍ରାନୋମେଟର କହିଥିଲେ ଯେ ସବୁବେଳେ ଖାଲି ନୁହେଁ ଯେ ଇକୋନୋମିକ ରେସନାଲିଟି ବା ଯୋଉ ଆମର ଲାଭ କ୍ଷତିର ହିସାବ ଜଣେ ମଣିଷ ନେଇକରି ହିଁ ତାର ଇକୋନୋମିକ ଟ୍ରାଞ୍ଜାକ୍ସନ୍ସ ବା ଯୋଉ ଆର୍ଥିକ ଆଦାନ ପ୍ରଦାନରେ ନିୟୋଜିତ ହୋଇଥାଏ। ଅନେକାଂଶରେ ଆମର ଯୋଉ ସାମାଜିକ କଣ୍ଡିସନ ରହିଛି ବା ସାମାଜିକ ବ୍ୟବସ୍ଥା ରହିଛି ତାକୁ ନେଇ ମଧ୍ୟ ଲୋକମାନେ ସେମାନଙ୍କର ଯୋଉ ଆର୍ଥିକ ଆଦାନ ପ୍ରଦାନ ରେ ତାର ପ୍ରଭାବ ପଡିଥାଏ। ଯଦି ଦେଖିବା ରାଧାକମଲ ମୁଖର୍ଜୀ କହିଛନ୍ତି ଯେ କେଉଁଭଳି ଭାବରେ ଯଦି ଆମକୁ ପ୍ରକୃତରେ ଗ୍ରାମୀଣ ଭାରତକୁ ବୁଝିବାର ଅଛି ତାହେଲେ ଆମର ଯୋଉ ତାଙ୍କର ଇକୋନୋମିକ ଭ୍ୟାଲୁଜ ଅଛି ବା ଯୋଉ ଆର୍ଥିକ ସମ୍ବଳ ଅଛି ଏହା ସବୁବେଳେ ଆମର ଆମେ ତର୍ଜମା କାହାକୁ ନେଇ କରିବା କଥା ନା ଆମର ଯୋଉ ସାମାଜିକ ନିୟମ ଗୁଡ଼ିକ ଅଛି ତାକୁ ନେଇ କରିବା କଥା। ଆଉ ଯଦି ଦେଖାଯାଏ ରିଲିଜିୟସ୍ ବା ଯୋଉ ଆମର ଧାର୍ମିକ ଏବଂ ଧାର୍ମିକ ଯୋଉ ବ୍ୟବସ୍ଥା ରହିଛି ତାହା ମଧ୍ୟ ଅନେକାଂଶରେ ଆମର ଆର୍ଥିକ ବ୍ୟବସ୍ଥା ବା ଆର୍ଥିକ ଆଦାନ ପ୍ରଦାନରେ ଗୋଟେ ପ୍ରାଚୀର ସଦୃଶ ବା ହିଣ୍ଡ୍ରାନ୍ସ କ୍ରିଏଟ କରିଥାଏ। ଏବଂ ଯଦି ଦେଖାଯାଏ ଉଦାହରଣ ସ୍ୱରୂପ ସେ କହିଛନ୍ତି ଯେ ଗୋଟିଏ ଭୋକିଲା ହିନ୍ଦୁ ଜାତି ହିନ୍ଦୁ ଧର୍ମର ଲୋକ ତାକୁ ଯେତେ ଭୋକ କଲେ ମଧ୍ୟ ସେ ଯେଉଁଭଳି ଭାବେ ଗୋମାଂସ ଭକ୍ଷଣ କରିବ ନାହିଁ ସେଇଭଳି ଭାବେ ଗୋଟେ ଅର୍ଥୋଡକ୍ସ ମୁସଲିମ ବା ଗୋଟେ ମୁସଲିମ ବ୍ୟକ୍ତିବିଶେଷ କିମ୍ବା ଗୋଟେ ଜିଉ ବ୍ୟକ୍ତିବିଶେଷ ସିଏ କେବେ ହେଲେ ପୋର୍କ ର ଭକ୍ଷଣ କରିବ ନାହିଁ ଯୋଉ ଆମର ମାଂସ ବଂଶର ଭକ୍ଷଣ କରିବ ନାହିଁ। ତେଣୁ ଏଇ ଯୋଉ ଆମର ଇକୋନୋମିକ ଯୋଉ ଆମର ମାର୍କେଟ ମଡେଲ ତାକୁ ସେ ସମାଲୋଚନା କରିଥିଲେ ଏବଂ ସେ କହିଥିଲେ ଯେ ସବୁବେଳେ ଆମେ ଯୋଉ ମାର୍କେଟ ମଡେଲରେ ଯୋଉଭଳି ଆମେ କହିଥାଉ ଯେ ଯୋଉ ଆର୍ଥିକ ବ୍ୟବହାର ଗୋଟେ ଲୋକର ଯୋଉ ଇକୋନୋମିକ ବିହେଭିୟର ରହିଛି ଏହା କେବେ ହେଲେ ଆମର ସାମାଜିକ ଜୀବନ ସହିତ ସଂଶ୍ଳିଷ୍ଟ ନୁହେଁ ବା କଲେକ୍ଟିଭିଟି ବା ଗୋଟେ ସମୁଦାୟ ସହିତ ସଂଶ୍ଳିଷ୍ଟ ନୁହେଁ ଏହା ଭାବିବା ଭୁଲ। ଏହାପରେ ତାଙ୍କର ମୁଖ୍ୟ ଯୋଉ ମତତ୍ର ରହିଥିଲା ଆମର ସୋସିଆଲ ଇକୋଲୋଜି ଉପରେ। ସୋସିଆଲ ଇକୋଲୋଜି ଆମେ ଯଦି ଦେଖିବା ଯୋଉ ଆମର ପରିବେଶକୁ ନେଇ ସେ ତାଙ୍କର ମତ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଯୋଉ ଇକୋଲୋଜି ରହିଛି ଗୋଟେ ଇକୋଲୋଜିକାଲ ଜୋନ୍ ଯୋଉ ରହିଛି ଗୋଟେ ଯୋଉ ପରିବେଶର ଯୋଉ ଜୋନ୍ଟା ରହିଛି ତା କିଭଳି ଭାବେ ଯୋଉ ଭୂତତ୍ତ୍ୱ ଏବଂ ଭୌଗୋଳିକ ଏବଂ ଆମର ଜୀବ ବିଜ୍ଞାନ ତିନୋଟି ଇଏକୁ ନେଇକରି କିଭଳି ଭାବେ ତିନୋଟି ଇଏର ମିଶ୍ରଣରେ କିଭଳି ଭାବେ ସୃଷ୍ଟି ହୋଇଛି ଏବଂ ସେ ତାଙ୍କର କହିବା କଥା ଯେ ସବୁ ଯୋଉ ଆମର ପରିବେଶ ରହିଛି ଇକୋଲୋଜି ରହିଛି ତାହା ସବୁବେଳ ପାଇଁ ଆମର ସାମାଜିକ ଅର୍ଥନୈତିକ ଏବଂ ରାଜନୈତିକ କାରଣକୁ ନେଇକରି ହିଁ ତାହା ସୃଷ୍ଟି ହୋଇଥାଏ। ଏବଂ ସେ କହିଲେ ଯେ ଆମେ ଯଦି ଦେଖିବା ପୂର୍ବରୁ ଅନେକ ଗୁଡ଼ିଏ ଯୋଉ ସ୍ଥାନ ରହିଛି ଭାରତରେ ସେ ମଣିଷର ଯୋଉ ବସବାସ ପାଇଁ ବା ମଣିଷ ସମାଜର ବସବାସ ପାଇଁ ଯେତେବେଳେ ସେ ସ୍ଥାନ ଗୁଡ଼ିକ ଖୋଲି ଦିଆଯାଇଥିଲା ତାହା ମୁଖ୍ୟତଃ ଅର୍ଥନୈତିକ ବିକାଶ ବା ଆଗ୍ରିକଲଚରାଲ ଡେଭଲପମେଣ୍ଟ ବା ଚାଷର ବିକାଶ ଏବଂ ଯୋଉ ରାଜନୈତିକ ମନୋଭାବ ନେଇକରି ହିଁ ସେ ଯୋଉ ଜାଗା ଗୁଡ଼ିକରେ ଲୋକମାନଙ୍କୁ ବସବାସ କରିବା ପାଇଁ ଇଏ କରାଯାଇଥିଲା ବା ଲୋକମାନେ ଯେତେବେଳେ ତାଙ୍କର ସେଇ ଜାଗା ଗୁଡ଼ିକ ବାଛିଥିଲେ ଅନେକ ଗୁଡ଼ିଏ କାରଣ ନେଇ ବାଛିଥିଲେ। କେବଳ ନୁହେଁ ଯେ ସେଇଟା ସେମାନେ ସେଇ ପରିବେଶ ତାଙ୍କ ପାଇଁ ସୁହାଇବା ଭଳି ଥିଲା, ସେ ଅନେକ ଗୁଡ଼ିଏ କାରଣ ନେଇକି ବାଛୁଥିଲେ। ଯେମିତି ଆମେ ଆଗରୁ ଦେଖିଥିଲେ ଯେ ରାଜାମାନେ ଯେତେବେଳେ ତାଙ୍କର ମାନେ ରାଜ ଦୁର୍ଗ ଗୁଡ଼ିକ ସ୍ଥାପନା କରୁଥିଲେ ସେମାନେ କିଭଳି ଭାବେ ଗୋଟେ ଯାଇକରି ପାହାଡ ଉପରେ କରୁଥିଲେ। ତା ଦ୍ୱାରା କଣ କରାହଉଥିଲା ନା ସେମାନେ ଅତି ସହଜରେ ଶତ୍ରୁ ମାନଙ୍କର ଲୋକଲୋଚନକୁ ଆସୁନଥିଲେ ଏବଂ ଶତ୍ରୁ ମାନେ ମଧ୍ୟ ବା ଅନ୍ୟ ରାଜାମାନେ ଯେତେବେଳେ ଯୁଦ୍ଧ କରିବା ପାଇଁ ଆସୁଥିଲେ ସେମାନଙ୍କ ପାଇଁ ଏହା କଷ୍ଟସାଧ୍ୟ ହଉଥିଲା। ତେଣୁ ସେମାନେ ଯେତେବେଳେ ତାଙ୍କର ସେ ଜାଗାଟିକୁ ବାଛୁଥିଲେ ଗୋଟେ ରାଜ୍ୟ ତିଆରି କରିବା ପାଇଁ ସେମାନେ ଏଭଳିଆ ଗୋଟେ ପରିବେଶ
ଦେଖି ବାଛୁଥିଲେ, ଯାହା ତାଙ୍କର କେବଳ ନୁହଁ ଯେ ପରିବେଶ ଜଳବାୟୁକୁ ନେଇକରି ସେମାନେ ବାଛୁଥିଲେ, ଅନେକାଂଶରେ ତାଙ୍କର ରାଜନୈତିକ ସେ ଯୋଉ ଜାଗା ସ୍ଥାନକୁ ବାଛିବାରେ ତାଙ୍କର ରାଜନୈତିକ କାରଣ ମଧ୍ୟ ସଂଶ୍ଳିଷ୍ଟ ଥିଲା। ଏବଂ ଆମର ଆଗ୍ରିକଲଚରାଲ ଡେଭଲପମେଣ୍ଟ ବା ଯେମିତି କୁହାଯାଏ ଆମର ଯୋଉଠି କୃଷି ଭିତ୍ତିକ କାରଣ ଗୁଡିକ ମଧ୍ୟ ସଂଶ୍ଳିଷ୍ଟ ଥିଲା, ଯୋଉଠାରେ କି ଲୋକମାନେ ଚାଷବାସ କରି ନିଜେ ସର୍ଭାଇଭ କରିପାରିବେ, ବଞ୍ଚି ପାରିବେ ବା ଜୀବିକା ନିର୍ବାହ କରିପାରିବେ। ତେଣୁ ଅନେକ ଗୁଡ଼ିଏ କାରଣକୁ ନେଇକରି ହିଁ ଗୋଟେ ଯୋଉ ସେ କହୁଛନ୍ତି ଆମର ଇକୋଲୋଜି ବା ଯୋଉ ପରିବେଶଟି ସେତେବେଳେ ତିଆରି ହଉଥିଲା, ଲୋକମାନେ ସେଥିରେ ବସବାସ ଯୋଉ କରୁଥିଲେ ଅନେକ ଗୁଡ଼ିଏ କାରଣକୁ ନେଇ ବସବାସ କରୁଥିଲେ। ଏବଂ ସେ କହିବା କଥା ଯେ ସବୁବେଳେ ସେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପର୍କ ରହିଛି କାହା ଭିତରେ ନା ଆମର ପରିବେଶ, ସମାଜ ଏବଂ ଯୋଉ ପରିବେଶର ଯୋଉ ଜୋନ୍ ଗୁଡିକ ତିଆରି ହେଇଛି ତା ଭିତରେ ସମାଜର ସମ୍ପର୍କ ମଧ୍ୟ ରହିଛି। ଏବଂ ସେ କହିଥିଲେ ଯେ ତାହା ଯୋଉ ଆମେ ପରିବେଶରେ ଯେତେବେଳେ ଗୋଟେ ଆଜିକାଲି ସେ ମୂଳରୁ ଯଦି ଆମେ ରାଧାକମଲ ମୁଖର୍ଜୀଙ୍କ ଲେଖା ଗୁଡିକ ପଢିବା ଆମେ ଜାଣିବା ପାଇବା ସେ କେଉଁଭଳି ଭାବେ ସେ ଏତେ ଆଗରୁ ଚେତାଇ ଦେଇଥିଲେ ଯେ ମଣିଷ ଦିନେ ନା ଦିନେ ଯାଉଛି ଆମର ପରିବେଶ ଜନିତ ଯୋଉ ଆମର ବିଭ୍ରାଟ ଦେଖାଯାଉଛି ବା ଯୋଉ ଆମର ଡିଜାଷ୍ଟର ହଉଛି ତାହା କିଭଳି ଭାବେ ସେତେବେଳଠୁ ହିଁ ସେ ସୂଚାଇ ଦେଇଥିଲେ ଯେ କିଭଳି ଭାବେ ମଣିଷକୁ ସଚେତନ ହବା ପାଇଁ ପଡିବ ବା ସମାଜକୁ ସଚେତନ ହବା ପାଇଁ ପଡିବ। ସେ କହିଥିଲେ ଯେ ଇକୋଲୋଜିକାଲ ବାଲାନ୍ସ, ଯେ ଆମେ ଯୋଉଭଳି ଭାବେ ବାଲାନ୍ସ ମେଣ୍ଟେନ କରିବା କଥା ଇକୋଲୋଜିକାଲି, ତାହା ମେକାନିକାଲ ଇଏରେ କରିହେବ ନାହିଁ। ତାକୁ କୌଣସି ଭାବରେ ଆମର ଯୋଉ ଯାନ୍ତ୍ରିକ ଇଏ ଭାବରେ କେବେ ହେଲେ କରିହେବ ନାହିଁ। ଏହା ଆମର ଯୋଉ ସୋସିଆଲ ଫେବ୍ରିକ ରହିଛି ଏହା ଧୀରେ ଧୀରେ ତାକୁ ଦୁର୍ବଳ କରିଦେବ। ଯଦି ଆମେ କହିବା ଯେ ସେ ଉଦାହରଣ ଦେଇଥିଲେ ଯେ ଯଦି ଆମେ ଗୋଟେ ଡ୍ୟାମ ବା ଗୋଟେ ଡ୍ୟାମ ଯେତେବେଳେ କନଷ୍ଟ୍ରକ୍ସନ ହଉଛି, ଗୋଟେ ତିଆରି ହଉଛି, କଣ ପାଇଁ ତିଆରି ହଉଛି ନା ସରକାର ଅନେକ ଜିନିଷରେ କୁହନ୍ତି ଯେ ଆମର ଏହା ଏତିକି ଅନେକ ଗୁଡ଼ିଏ ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ, ଏହା ଦ୍ୱାରା କୃଷି ସମ୍ପ୍ରଦାୟ ସମୃଦ୍ଧ ହେବ, ଆମର ଉତ୍ପାଦନ ବୃଦ୍ଧି ହେବ, ଅନେକ କାରଣରେ ସେଇ କାରଣ ଦର୍ଶାଇକିରି ଆମର ଡ୍ୟାମ କନଷ୍ଟ୍ରକ୍ସନ କରିଦିଆଯାଇଥାଏ। କିନ୍ତୁ ଏ ଯୋଉ ଡ୍ୟାମ କନଷ୍ଟ୍ରକ୍ସନ କରାଯାଏ ବା ଡ୍ୟାମ ର ନିର୍ମାଣ କରାଯାଏ, ଏହି ଡ୍ୟାମ ନିର୍ମାଣ କଲା ବେଳେ କେବେ ହେଲେ ଯୋଉ ଲୋକାଲ ବା ଆଞ୍ଚଳିକ ବାସିନ୍ଦା ମାନେ ରହିଛନ୍ତି ସେମାନଙ୍କ ସହିତ ଗୋଟେ ବିସ୍ତୃତ ଆଲୋଚନା, ଗୋଟେ ପ୍ଲାନିଂ ବା ଗୋଟେ ଯୋଜନା କରିକି କରାଯାଇ ନଥାଏ। ମୁଖ୍ୟତଃ ଭାବରେ ଏହା ଅଫିସର ଟେବୁଲ ଉପରେ ବସି ଅଫିସର ମାନେ ସେମାନଙ୍କର ଯୋଉ ଡିସିସନ ନେଇଥାନ୍ତି। ଏହା ଫଳରେ କଣ ହୁଏ ନା ଯୋଉ ଇନଭଲଣ୍ଟାରୀ ରିସେଟଲମେଣ୍ଟ ଆଉ ରିହାବିଲିଟେସନ ହୋଇଥାଏ, ଯୋଉ ଜବରଦସ୍ତି ଲୋକମାନଙ୍କୁ ଗୋଟିଏ ଜାଗାରୁ ନେଇ ଅନ୍ୟ ଗୋଟେ ଜାଗାରେ ଅବସ୍ଥାପିତ କରିବା, ବିସ୍ଥାପିତ କରି ପୁଣି ନେଇ ଅବସ୍ଥାପିତ କରିବା, ଏହା ଦ୍ୱାରା କଣ ହେଇଥାଏ ନା ତାଙ୍କର ଯୋଉ ସାମାଜିକ ଜୀବନ ରହିଛି ତାହା ଅନେକାଂଶରେ ପ୍ରଭାବିତ ହୋଇଥାଏ। ଯଦି ଦେଖାଯାଏ ଯେମିତିକି ଗୋଟିଏ ଗାଁ ଆମେ ଦେଖିବା, ଯଦି ଆମେ ୱିଲିୟମ ୱାଇଜରଙ୍କର ଯୋଉ ହିନ୍ଦୁ ଯଜମାନୀ ସିଷ୍ଟମ ଅଛି ଆମେ ଯଦି ପଢିବା, କେଉଁଭଳି ଭାବେ ଗୋଟେ ଗାଁରେ ଗୋଟେ ଜାତି ଭିତ୍ତିକ ଗୋଟେ ଜାତି ଭିତ୍ତିକ ଯୋଉ ଡିପେଣ୍ଡେନ୍ସି ବା ଗୋଟିଏ ଜାତି ଅନ୍ୟ ଜାତି ଉପରେ କିଭଳି ଭାବେ ନିର୍ଭରଶୀଳ ଥାଏ, ଯୋଉ ହିନ୍ଦୁ ଯଜମାନୀ ସିଷ୍ଟମ କିଭଳି ଭାବରେ ଗୋଟେ ଆମର କ୍ଷତ୍ରିୟ ଜାତି ସେ କିଭଳି ଭାବେ ତାର ସମ୍ପ୍ରଦାୟ ଯୋଉଭଳି ସର୍ଭିସ ରେଣ୍ଡରିଂ କାଷ୍ଟ ଯୋଉମାନେ ରହିଲେ, ଯୋଉମାନେ ସେବା ଦେଇଥାନ୍ତି, ଯେମିତିକି ଆମର ବାରିକ ହେଲେ କିମ୍ବା ବ୍ରାହ୍ମଣ ହେଲେ, ଏଇଭଳି କେତେ ଗୁଡିଏ ଜାତି ଅଛନ୍ତି ଯୋଉମାନେ ତାଙ୍କ ଉପରେ ନିର୍ଭରଶୀଳ। ତ ରାଧାକମଲ ମୁଖର୍ଜୀ କହିବା କଥା ଯଦି ଏଇଭଳିଆ ଡିସପ୍ଲେସମେଣ୍ଟ ବା ଯେତେବେଳେ ଆମେ ବିସ୍ଥାପିତ କରିଦଉଛୁ ଗୋଟେ ହଠାତ୍ ଗୋଟେ ଗାଁକୁ ବା ଗୋଟେ ସମ୍ପ୍ରଦାୟକୁ, ଏହା ଦ୍ୱାରା କଣ ହୁଏ ନା ତାଙ୍କର ଯୋଉ ସାମାଜିକ ସମ୍ପର୍କ ରହିଛି ସେ ଯୋଉ ଗାଁର ତାର ପାଖ ଗାଁ ଲୋକମାନଙ୍କ ସହିତ, ତ ସେଇ ଯୋଉ ବିସ୍ଥାପିତ କରିଦେବା ଦ୍ୱାରା ସେ ସମ୍ପର୍କଟା ଛିନ୍ନ ହେଇଯାଇଥାଏ। ଏବଂ ସେ ଏହା ଦ୍ୱାରା କେବଳ ସେଇ ଯୋଉ ଲୋକମାନେ ବିସ୍ଥାପିତ ହେଲେ ସେମାନେ ପ୍ରଭାବିତ ହୋଇନଥାନ୍ତି, କିନ୍ତୁ ତାଙ୍କ ଉପରେ ମଧ୍ୟ ଯୋଉମାନେ ନିର୍ଭର କରିଥିଲେ, ଯୋଉମାନେ କାମିନ ଥିଲେ ବା ଯୋଉମାନେ ନିଜର ସେବା ପ୍ରଦାନ କରୁଥିଲେ ଏଇ ଯୋଉ ସମ୍ପ୍ରଦାୟକୁ, ସେମାନେ ମଧ୍ୟ ସେମାନଙ୍କର ଜୀବନ ଜୀବିକା ମଧ୍ୟ ଏଥିରେ ପ୍ରଭାବିତ ହୋଇଥାଏ। ତେଣୁ ସେ କହିଥିଲେ ଯେ କୋଅପରେଟିଭ୍ସ ବା ଯୋଉ ଆମର ସାମୁଦାୟିକ ଯୋଉ ଚିନ୍ତାଧାରା, ଲୋକମାନେ ଯଦି ସମସ୍ତେ ମିଶି ଏ ବିଷୟରେ ତର୍ଜମା କରି ସରକାର ଏ ବିଷୟରେ
ଲୋକମାନଙ୍କ ସହିତ ମିଶି ତର୍ଜମା କରି ଗୋଟିଏ ଯୋଜନା ମୁତାବକ ଏହାର ବିସ୍ଥାପନ କରାଇବେ, ତାହେଲେ ଏହା ହୁଏତ ଯୋଉ ଆମର ସାମାଜିକ ସମ୍ପର୍କ ରହିଛି କ୍ଷୁଣ୍ଣ ହେବାରୁ ବା ସାମାଜିକ ସମ୍ପର୍କ ବିଚ୍ଛିନ୍ନ ହେବାରୁ ଅନେକାଂଶରେ ରୋକାଯାଇପାରିବ। ଯଦି ଆମେ କହିପାରିବା ଯେ ମୁଖାର୍ଜୀଙ୍କର ଆହୁରି ମଧ୍ୟ ଯୋଉ କେତେ ଗୁଡ଼ିଏ ଚିନ୍ତାଧାରା ରହିଥିଲା ବା ମତ ରହିଥିଲା, ତାହା ଅତ୍ୟନ୍ତ ଆମର ଜାଣିବା ଅତ୍ୟନ୍ତ ଜରୁରୀ। ସେ କହିଥିଲେ ଯେ ଆମର ଯୋଉ ପରିବେଶ ଇଏ ରହିଛି, ସାମାଜିକ ଇଏ ରହିଛି, ତାକୁ ଆମେ ଗୋଟେ ଆଞ୍ଚଳିକ ପର୍ସପେକ୍ଟିଭ ବା ଗୋଟେ ଆଞ୍ଚଳିକ ଦୃଷ୍ଟିକୋଣରୁ ସବୁବେଳେ ଦେଖିବା କଥା। କାରଣ ସବୁ ଯୋଉ ଅଞ୍ଚଳ ଗୁଡ଼ିକ ରହିଛି ବା ରିଜନ ଗୁଡ଼ିକ ରହିଛି, ତାହାର ପରିବେଶ ଅଲଗା, ତାର ଅର୍ଥନୀତି ଅଲଗା, ତାର ସାମାଜିକ ବ୍ୟବସ୍ଥା ଅଲଗା। ତେଣୁ ତାକୁ ଯଦି ଆମେ ଗୋଟିଏ ଯୋଉ ୱାନ୍ ଜ୍ୟାକେଟ୍ ଫିଟ୍ ଫର୍ ଅଲ୍ ସେଇ ଆପ୍ରୋଚ ନ ନେଇ ଯଦି ଆମେ ଗୋଟେ ଆଞ୍ଚଳିକ ଆପ୍ରୋଚ, ଗୋଟେ ପ୍ରତି ଅଞ୍ଚଳକୁ ଗୋଟେ ଇଣ୍ଡିଭିଜୁଆଲ ରିଜନ ନେଇକରି ଆମେ ଯଦି ବା ଗୋଟେ ସେପାରେଟ ରିଜନ ନେଇକରି ଯଦି ଆମେ ଆନାଲିସିସ୍ କରିବା, ତାହେଲେ ଏହା ଅନେକାଂଶରେ ଆମକୁ ସାହାଯ୍ୟ କରିବ ବୁଝିବା ପାଇଁ ଯେ କେଉଁଭଳି ଭାବରେ ବିଭିନ୍ନ ଆଞ୍ଚଳିକ ବିଭିନ୍ନତା ଭାରତ ଭିତରେ ରହିଛି ଏବଂ ଏହା କେଉଁଭଳି ଭାବରେ ଗୋଟେ ମାକ୍ରୋ ପ୍ଲାନ୍ ବା ଯୋଉ ଗୋଟିଏ ପ୍ଲାନ୍ ସବୁ ଯୋଉ ଯୋଜନା ସବୁ ଇଏରେ ଇମ୍ପ୍ଲିମେଣ୍ଟ କରିବା କେଉଁଭଳି ଭାବରେ ଏହା ପାଇଁ ଏଇ ଯୋଉ ଆଞ୍ଚଳିକ ବିଭିନ୍ନତା ରହିଛି ଏହା କେଉଁଭଳି ଭାବରେ ସବୁ ଅଞ୍ଚଳକୁ ବିକାଶ ଦିଗରେ ଆଗେଇ ନେବ ନାହିଁ, ସେ ବିଷୟରେ ସେ ମୂଳରୁ ସଚେତନ କରାଇଥିଲେ। ଏବଂ ସେ ମଧ୍ୟ କହିଥିଲେ ଯେ ଜଙ୍ଗଲର କିଭଳି ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ। ଏବଂ ଯଦି ସେ କହିଥିଲେ ଯେ ଜଙ୍ଗଲ ଯୋଉ ଆମର ଡିଫରେଷ୍ଟେସନ ହଉଛି ବା ଜଙ୍ଗଲ ଯୋଉ କାଟି ଦିଆଯାଉଛି ଗଛ ଗୁଡିକ, ଏହା କିଭଳି ଭାବରେ ଜମିର ଉର୍ବରତା କମେଇ ଦଉଛି ଏବଂ ଯୋଉ ନ୍ୟାଚୁରାଲ କାଲାମିଟିଜ ଆମର ରହିଛି, ବନ୍ୟା, ବାତ୍ୟା, ମରୁଡି, ଏଥିପାଇଁ ହିଁ କେବଳ ହଉଛି, ସେଥିପାଇଁ ସେ ଚେତାଇ ଦେଇଥିଲେ। ଏବଂ ସେ କହିଥିଲେ ଯେ ଯଦି ଏଇଭଳି ଚାଲିଲେ ତାହେଲେ ଆଗକୁ ଭାରତ ଅନେକ ଗୁଡ଼ିଏ ଯୋଉ ନ୍ୟାଚୁରାଲ କାଲାମିଟିଜ ରହିଛି ବା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିବ। ଏବଂ ତାଙ୍କର ଯୋଉ ଡାକରା ରହିଥିଲା ବା ତାଙ୍କର ଯୋଉ ମତ ରହିଥିଲା, ତାହା ଅନେକାଂଶରେ ଯୋଉ ଆମର ଆକ୍ଟିଭିଷ୍ଟ ରହିଲେ ବା ଆନ୍ଦୋଳନକାରୀ ଯୋଉମାନେ ରହିଲେ ସେମାନଙ୍କୁ ଅନୁପ୍ରାଣିତ କରିଥିଲେ। ଆମେ ଯଦି ଦେଖିବା ଯୋଉ ଚିପକୋ ମୁଭମେଣ୍ଟ ହେଇଥିଲା, ଆପିକୋ ମୁଭମେଣ୍ଟ ହେଇଥିଲା, ଏହା କିଭଳି ଭାବରେ ସେମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଥିଲା। ଏବଂ ସେ ମଧ୍ୟ ଯାହା ଆଜିର ବିଷୟବସ୍ତୁ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଯଦି ଆମେ ଦେଖିବା, ଯାହାକୁ ନେଇ ବନ୍ଦନା ଶିବାଙ୍କ ଭଳି ଯୋଉମାନେ ଯୋଉ ଆମର ଏନଭାୟରମେଣ୍ଟାଲ ପରିବେଶ ବିଜ୍ଞାନୀ ମାନେ ରହିଛନ୍ତି, ଯୋଉମାନେ ସମାଲୋଚନା କରୁଛନ୍ତି ଯୋଉ ପୁଞ୍ଜିବାଦୀ ଯୋଉ ଆମର ବିକାଶର ମଡେଲ ଯୋଉଗୁଡିକ ରହିଛି, ତାହା କିଭଳି ଭାବରେ ଆମେ ଯଦି ଦେଖିବା, ରାଧାକମଲ ମୁଖାର୍ଜୀ ବହୁତ ପୂର୍ବରୁ ସେ ବିଷୟରେ କହିସାରିଥିଲେ। ଯେମିତି ଆମେ ଉଦାହରଣ ସ୍ୱରୂପ ମନୋ କଲ୍ଟିଭେସନ, ଯାହାକୁ ଆମେ ବର୍ତ୍ତମାନ ମନୋ କଲଚର କହୁଛୁ, ଯୋଉଟା ଗୋଟେ ପାର୍ଟ ଅଫ କଣ୍ଟ୍ରାକ୍ଟ ଫାର୍ମିଂ, ଆମେ ଯୋଉ ଗୋଟେ ନୂଆ କନସେପ୍ଟ ଆସିଛି ଆମେ ଜାଣିଥିବେ, ଏହା ଗୋଟେ ପୁଞ୍ଜିବାଦର ଗୋଟେ ଅଂଶ, ପୁଞ୍ଜିବାଦୀ କୃଷି ଇଏର ଗୋଟେ ଅଂଶ। କିଭଳି ଭାବରେ ଗୋଟିଏ ପ୍ରକାରର ଫସଲ ଗୋଟିଏ ବିଲରେ ବର୍ଷ ତମାମ କରିବା ଦ୍ୱାରା ଏହା କିଭଳି ଜମିର ଯୋଉ ମୃତ୍ତିକାର ଯୋଉ ଉର୍ବରତା କିଭଳି ଭାବେ କ୍ଷୁଣ୍ଣ ହୋଇଥାଏ, ତାହା ବିଷୟରେ ପ୍ରଥମରୁ ହିଁ ରାଧାକମଲ ମୁଖାର୍ଜୀ ବହୁତ ପୂର୍ବରୁ ଚେତାଇ ଦେଇଥିଲେ। କିନ୍ତୁ ବର୍ତ୍ତମାନ ତାକୁ ନେଇକରି ଅନେକ ତର୍ଜମା ଏବଂ ଆମର ବ୍ୟାଖ୍ୟା ଚାଲିଛି। ଏବଂ ସେମାନଙ୍କ ମଧ୍ୟରୁ ଯେମିତି ମୁଁ କହିଲି ବନ୍ଦନା ଶିବା, ଆଉ ଅନେକ କେତେ ଗୁଡ଼ିଏ ସେଇଭଳିଆ ଅଛନ୍ତି ଯୋଉମାନେ ସମାଜ ବିଜ୍ଞାନୀ, ଯୋଉମାନେ ସେ ବିଷୟରେ ଆଲୋଚନା କରୁଛନ୍ତି। ଯଦି ଦେଖିବା ଯେ ରାଧାକମଲ ମୁଖାର୍ଜୀ ଭାରତର ସଂସ୍କୃତି ବିଷୟରେ ମଧ୍ୟ ଅନେକାଂଶରେ ସେ ନିଜର ମତ ଉପସ୍ଥାପନ କରିଥିଲେ। ସିଏ କହିଥିଲେ ଯେ ଭାରତର ଯୋଉ କଳା ଏବଂ ସଂସ୍କୃତି ରହିଛି, ଏହା କେଉଁଭଳି ଭାବରେ ସବୁବେଳ ପାଇଁ ଗୋଟେ ସମୁଦାୟକୁ ଦର୍ଶାଇଥାଏ ବା ଗୋଟେ ସମୁଦାୟର ମତକୁ କିଭଳି ଭାବରେ ଦର୍ଶା ଦିଆଯାଇଥାଏ ଏହାର କଳା ଏବଂ ଏହାର ଯୋଉ ଆମର
ଭାସ୍କର୍ଯ୍ୟ ଦ୍ୱାରା ଯଦି ଦେଖାଯାଏ କଳା ଏବଂ ସଂସ୍କୃତି ଭାରତର ଯୋଉ ରହିଛି ତାହା କିଭଳି ଭାବେ ମନ୍ଦିର ହଉ କିମ୍ବା ମସଜିଦ ହଉ ଯୋଉଠି ବି ସେମାନେ ତାଙ୍କର କଳା ଏବଂ କାରୁକାର୍ଯ୍ୟ ଦେଖେଇଥାନ୍ତି ତାହା ସବୁବେଳ ପାଇଁ ସେମାନେ ଗୋଟେ ସମୁଦାୟକୁ ଦେଖେଇଥାନ୍ତି। କିନ୍ତୁ ସେ କହିବା କଥା ଯେ ଯୋଉ ପାଶ୍ଚାତ୍ୟ ଦେଶ ରହିଛି ବା ୱେଷ୍ଟର୍ଣ୍ଣ କଣ୍ଟ୍ରି ଯୋଉଠି ରହିଛି ସେମାନଙ୍କର ଯୋଉ କଳା ରହିଛି ତାହା ସବୁବେଳେ ଇଣ୍ଡିଭିଜୁଆଲିଷ୍ଟିକ ବା ବ୍ୟକ୍ତି ବିଶେଷକୁ ନେଇକରି ହିଁ ହେଇଥାଏ। ସେ ଆମେ ଉଦାହରଣ ନେଇପାରିବା କେଉଁଭଳି ଭାବରେ ଯେମିତି ଗୋଟେ କିଛି ଯୋଉ ପେଣ୍ଟିଂ ସବୁ ଆମେ ଦେଖିବା ଯୋଉ ୱେଷ୍ଟର୍ଣ୍ଣ କଣ୍ଟ୍ରି ବା ପାଶ୍ଚାତ୍ୟ ଦେଶ ଗୁଡ଼ିକର କିଭଳି ଭାବେ କୌଣସି ବ୍ୟକ୍ତି ବିଶେଷଙ୍କର ପେଣ୍ଟିଂ ହେଲା ବା କୌଣସି ଗୋଟେ ନିର୍ଦ୍ଦିଷ୍ଟ ଜାଗାର ପେଣ୍ଟିଂ ହେଲା କିଭଳି ଭାବେ ଇଣ୍ଡିଭିଜୁଆଲିଷ୍ଟିକ ବା ଗୋଟେ ବ୍ୟକ୍ତିବାଦକୁ ନେଇକରି ସେ ଯୋଉ କଳା ଗୁଡ଼ିକ ସେ ଦେଶର କଳା ବା ଯୋଉ ଆମର ସଂସ୍କୃତି ଆଧାରିତ ତାହା ବିଷୟରେ ସେ କହିଥିଲେ। ଏବଂ ସେ କହିଥିଲେ ଯେ କେଉଁଭଳି ଭାବରେ ଯୋଉ ତାଙ୍କର ଯୋଉ ୟୁନିଭର୍ସାଲ ସିଭିଲାଇଜେସନ ଅଛି ତା କେଉଁଭଳି ଭାବରେ ଇଭଲ୍ଭ କରୁଛି ବା ଆସୁଛି। ତେଣୁ ସେ କହିଥିଲେ ତିନୋଟି ମାଧ୍ୟମରେ ଆସୁଛି। ଗୋଟେ ହଉଛି ବାୟୋଲୋଜିକାଲ ଇଭଲ୍ୟୁସନ। ବାୟୋଲୋଜିକାଲ ଇଭଲ୍ୟୁସନ ହଉଛି ସେ କହିବା କଥା ଯେ ଜଣଙ୍କର ଯୋଉ ଆମର ଯୋଉ ମଣିଷ ସମାଜ ରହିଛି ତାହା କିଭଳି ଭାବେ ଗୋଟେ ଜୈବ ସମାଜର ଅଂଶ ଏବଂ ସିଏ କିଭଳି ଭାବରେ ତାଙ୍କର ଯୋଉ ଇଭଲ୍ୟୁସନ ହଉଛି ଗୋଟେ ଆମେ ଯେମିତି ଆଗରୁ ପଢିଥିଲେ କିଭଳି ଭାବେ ମଣିଷର ସୃଷ୍ଟି କେମିତି ହେଲା ଜେଲି ଫିଶ ରୁ ନେଇକରି ଆଜି ପର୍ଯ୍ୟନ୍ତର ଯୋଉ ଇଭଲ୍ୟୁସନ ସେଇ ସମ୍ବନ୍ଧରେ ସେ କହିଥିଲେ। ଏବଂ ସେ କହିଥିଲେ ମଣିଷ ହଉଛି ଏଇଭଳି ଗୋଟେ ପ୍ରାଣୀ ବା ମଣିଷ ହଉଛି ଏଭଳି ଗୋଟେ ପ୍ରାଣୀ ଯିଏ ଆକ୍ଚୁଆଲି ପଶୁ ବା ଅନ୍ୟ ଜାତି ମାନଙ୍କଠୁ ଭିନ୍ନ। ଏବଂ ସେ କହିବା କଥା ଯେ ଯେତେବେଳେ ଗୋଟେ ନୂଆ ପରିବେଶ ଆସିଥାଏ କିଭଳି ଭାବେ ଆନିମଲ ବା ଜୀବଜନ୍ତୁ ରହିଲେ ସେମାନେ କେମିତି ଚେଷ୍ଟା କରିଥାନ୍ତି ତାକୁ ଆଡପ୍ଟ କରିବା ପାଇଁ। କିନ୍ତୁ ସେ କହିବା କଥା ଯେ ମଣିଷ ଗୋଟିଏ ହିଁ ପ୍ରାଣୀ ଯିଏ ଯୋଉ ଆମର କମ୍ପିଟିସନ ରହିଛି ଏବଂ ତାର ଯୋଉ ଆମର କନଫ୍ଲିକ୍ଟ ରହିଛି ତାକୁ ଦିଟାକୁ ମିଶେଇ ସେ କିଭଳି ଭାବେ କୋଅପରେସନ ବା ଅନ୍ୟମାନଙ୍କ ସହିତ ମିଶିକରି ଗୋଟେ ସମାଜରେ ଚଳିପାରିବ ତାର ସେ କାପାସିଟି ଅଛି। ଏବଂ ଯଦି ଦେଖିବା ସାଇକୋ ସୋସିଆଲ ଡାଇମେନସନ ତାଙ୍କର କହିବା କଥା ଯେ ଯୋଉ ମନ ଇଏ ରହିଛି ସାମାଜିକ ମନୋବିଜ୍ଞାନ ରହିଛି ଯଦି ଦେଖିବା ସେ କହିବା କଥା ଯେ ମଣିଷ ସବୁବେଳେ ଯୋଉ ଆମର ରାଗ ରୁଷା ଏବଂ ନିଜର ଯୋଉ ଇଗୋ ରହିଛି ବା ନିଜର ଯୋଉ ଗର୍ବ ଏବଂ ଅହଙ୍କାରକୁ ନେଇକରି ସବୁବେଳେ ପାଇଁ ଗୋଟେ ଯୋଉ ଆମର ଏଥନୋସେଣ୍ଟ୍ରିକ ଇଏ ଉପସ୍ଥାପନ କରିଥାଏ। କିନ୍ତୁ ସେ କହିବା କଥା ଯଦି ଆମେ ଗୋଟେ ଭଲ ସମାଜରେ ରହିବାକୁ ହବ ତେଣୁ ଆମକୁ ଗୋଟେ କଲେକ୍ଟିଭିଟି ବା ଯୋଉ ଆମର ସମୁଦାୟକୁ ନେଇକରି ତାର ଯୋଉ ଚିନ୍ତାଧାରା ରହିଛି ତାକୁ ନେଇକରି ନିଜର ଯୋଉ ଆମର ଭ୍ୟାଲୁ ସିଷ୍ଟମ ରହିଛି ତାକୁ ନେଇକରି ନିଜର ମାନସିକ ପରିବର୍ତ୍ତନ ଆଣିବା ପାଇଁ ପଡିବ। ଏବଂ ଏହା ଦ୍ୱାରା ଗୋଟେ ଯୋଉ ଆମର ୟୁନିଭର୍ସାଲ ଭ୍ୟାଲୁ ସିଷ୍ଟମ ଡେଭଲପ ହେଇପାରିବ। ଯେ ଦେଖିବା ସ୍ପିରିଚୁଆଲ ଡାଇମେନସନ ବା ଯୋଉ ଆମର ଆଧ୍ୟାତ୍ମିକ ଇଏ ରହିଛି ଦୃଷ୍ଟିକୋଣ ଏହାକୁ ମଧ୍ୟ ରାଧାକମଲ ମୁଖାର୍ଜୀ ବହୁତ ଇମ୍ପୋର୍ଟାନ୍ସ ଦେଇଥିଲେ। ଏବଂ ସେ କହିଥିଲେ ଯେ କିଭଳି ଭାବେ ଯୋଉ ଆମର ଏଇ ଉପର ଯୋଉ ପୂର୍ବରୁ ଆମେ ଯୋଉ ଦୁଇଟି ଆସ୍ପେକ୍ଟକୁ ନେଇ ଆଲୋଚନା କଲେ ତା ସହିତ ଗୋଟେ ଆଧ୍ୟାତ୍ମିକ ମନୋଭାବ କିଭଳି ଭାବେ ଗୋଟେ ଭଲ ସମାଜ ଗଠନ ପାଇଁ ଜରୁରୀ ସେ ମଧ୍ୟ ଏହା ଉପରେ ନିଜର ମତ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଆମେ ଯିବା ଜିଏସ୍ ଘୋରେଙ୍କର ଅବଦାନ ପାଇଁ। ଯଦି ଦେଖିବା ଜିଏସ୍ ଘୋରେ ଜନ୍ମ ହୋଇଥିଲେ 1893 ମସିହାରେ ଗୋଟେ ମାଲଭାନ ବୋଲି ଗୋଟେ ଜାଗାରେ ସେ ଜନ୍ମ ହୋଇଥିଲେ ଏବଂ ସେ ଜାଗାଟି ମୁମ୍ବାଇଠୁ 200 ମାଇଲ ଦୂରରେ ଅବସ୍ଥାପିତ। ଏଣ୍ଡ ସିଏ ଯଦି ଦେଖିବା ତାଙ୍କର ଜେଜେବାପା ବା ତାଙ୍କର ଯୋଉ ଗ୍ରାଣ୍ଡଫାଦର ତାଙ୍କର ମୃତ୍ୟୁ ପରେ ତାଙ୍କର ନାମକରଣ ତାଙ୍କର ନାମରେ ହିଁ ତାଙ୍କ ନାମ ରଖା ହେଇଥିଲା। ଏବଂ ତାଙ୍କର ଯୋଉ ପରିବାର ରହିଥିଲା ତା ଗୋଟେ ଧାର୍ମିକ ପରିବାର ଥିଲା। ସିଏ 1905 ମସିହାରେ ସେ ସ୍କୁଲ ବା ବିଦ୍ୟାଳୟକୁ ଯିବା ଆରମ୍ଭ କରିଥିଲେ ମାଲଭାନରେ ଥିବା ବେଳେ ଏବଂ 1905ରେ ତାଙ୍କର ବ୍ରତୋପନୟନ ହୋଇଥିଲା। ଏବଂ ଯଦି ଦେଖିବା ସେଇ ସମୟରେ ସେ ତାଙ୍କର ପଞ୍ଚମ ଯାଏ ପାଠ ପଢା
पंचम कक्ष जाए पाठ पढ़ा तांकर शेष करथिले एवं तापर से इंग्रजी मीडियम स्कूल रे एडमिशन नहीं एवं जब देखा तांकर मातृभाषा था मराठी एवं से प्रथम मराठी मीडियम रे ही निजर शिक्षा ग्रहण करते एवं यापर माँ जूनागढ़ स्कूल को गुजरात जूनागढ़ स्कूल को मैट्रिकुलेशन पठाई जो ऑलरेडी भाई सेठार पाठ पढ़ुते एवं जदि देखा सी 1912 मसीह बाहाउद्दीन कॉलेज रे निजर शिक्षा ग्रहण पर जॉइन करथिले। ये बाहाउद्दीन कॉलेज रे पढ़िया बेले सी संस्कृत रे निजर पांडित्य बा जो दक्षता ये अर्जन करथिले एवं यहाँ पर से बॉम्बे यूनिवर्सिटी रे जॉइन करथिले गोटे एंट्रेंस प्रवेशिका परीक्षा दे से बॉम्बे यूनिवर्सिटी रे जॉइन करथिले। 1916 मसीह रे से तांकर बीए बा जो हमरो स्नातक ये कंप्लीट करथिले एवं से प्रथम स्थान अधिकार करथिले एवं तापर ही से निजर से विवाह करथिले निजर जो हमर निज जातिर ही जने ये को विवाह करथिले। जे देखिबा सदाशिव घुरे से जने फेलो भाବରେ तांकर मास्टर डिग्री से कंप्लीट करथिले एवं से जति देखा जाए सी तांकर पोस्ट ग्रेजुएशन कंप्लीट करिया पई बा कोर्स पई से इंग्रजी संस्कृत एवं पाली भाषा नहीं पढ़ी एवं सी चांसेलर्स गोल्ड मेडल पाइथिले तांकर भल फर्स्ट क्लास बा प्रथम स्थान अधिकार करथारु चांसेलर्स गोल्ड मेडल पाइथिले एवं यह थिला सबुटु जो जहां को कहा जाए टॉप मोस्ट ऑनर बा जो हमरो सबुटु बड़ पुरस्कार तांकर से समय बॉम्बे यूनिवर्सिटी रो एवं जो देखा जाए सी प्रथम स्कॉलर थिले बा प्रथम छात्र थिले जे संस्कृत को गोटे विषय भाव नहीं करी चांसेलर मेडल पाइथिले एवं यही समय सी गोटे मेधावृत्ति आवेदन करथिले बॉम्बे यूनिवर्सिटी रे बाहर को जीवा निजर उच्च शिक्षा एवं तांकु पैट्रिक गेट्स सहित देखा करने पड़ता कह जाता तुम पैट्रिक गेट्स को जाए देखा करने एवं तांकर जो पैट्रिक गेट्स सहित आलोचना समय से गोटे संदर्भ लिखि देइथिले प्रबंध लिखि देइथिले बॉम्बे एज ए अर्बन सेंटर बॉम्बे गोटे शहर ये बोली से संबंध से एक रचना लिखि देइथिले एवं यह अनेकांश पैट्रिक गेट्स को भल लगी एवं सी घुरे को साहाय्य करते बाहर को जावाई एवं सी जितेबाला कैम्ब्रिज गले कैम्ब्रिज रे जाइकरी सी प्रथमे एलटी हॉबस स्टूडेंट होते यापर सी एसी हडन को देखा करथिले एवं एसी हडन जे व्यक्ति थे जी कि WH रिवर्स सहित तांकर परिचय कराइथिले आमे समस्त जानिचे WH रिवर्स किभଳି भाबरे जीएस घुरे को अनुप्राणित करथिले एवं से सेतबेलर जो हमर कैम्ब्रिज स्कूल ऑफ साइकोलॉजी रही बा कैम्ब्रिज स्कूल ऑफ साइकोलॉजी रो से किभଳି भाबरे स्थापना करथिले WH रिवर्स एवं सेतबेले से बहुत जनाशुना नाम थिला WH रिवर्स एवं रिवर्स आ परे ही भारत को आसीथिले जो हमर टोडा ट्राइब नीलगिरी हिल्स रो टोडा ट्राइब को विषय गवेषणा करिया पय एवं सेठरे घुरे जेतेबेले थिले हमर कैम्ब्रिज रे सेही समय रे ही से अनेक गुडी संदर्भ रचना करथिले अनेक गुडी आर्टिकल पब्लिश करथिले एवं से गुडी को सब रॉयल एंथ्रोपोलॉजिकल इंस्टीट्यूट जर्नल एंथ्रोपोस एठारे मध्ये से पब्लिश करथिले बहुत सम्माननीय जर्नल गुडी बहुत प्रेस्टिजियस जर्नल एवं सेठारे ही से निजर सबुटु मुख्य काम जोटा रहला कास्ट एंड रेस इन इंडिया 1930 मसिया रे से समय रे
1930 ଦଶନ୍ଧିରେ ସିଏ ସେଇ ସମୟରେ ତାର ରଚନା କରିଥିଲେ ଏଣ୍ଡ ସିଏ PhD କେମ୍ବ୍ରିଜ ୟୁନିଭର୍ସିଟିରୁ ଲାଭ କରିଥିଲେ ଏବଂ ସେ ଭାରତକୁ ଫେରି ଆସିଥିଲେ ଯେତେବେଳେ WH ରିଭର୍ସଙ୍କର ମୃତ୍ୟୁ ପରେ ହିଁ ଭାରତକୁ ଫେରି ଆସିଥିଲେ ଏବଂ ସେ କାଲକାଟାରେ 7 ମାସର ଗୋଟେ ସ୍କଲାରସିପ ବା ମେଧାବୃତ୍ତି ନେଇ ସେ ବମ୍ବେ ୟୁନିଭର୍ସିଟିରୁ ସେଠାରେ କାମ କରିଥିଲେ ଏବଂ 1924 ମସିହାରେ ସେ କେପି ଚଟ୍ଟୋପାଧ୍ୟାୟ କାଲକାଟା ୟୁନିଭର୍ସିଟିର ଯୋଉ କେପି ଚଟ୍ଟୋପାଧ୍ୟାୟ ଥିଲେ ତାଙ୍କ ସହିତ ରିଡର ହେଇ ସମାଜଶାସ୍ତ୍ରର ବମ୍ବେ ୟୁନିଭର୍ସିଟିରେ ବମ୍ବେ ବିଶ୍ୱବିଦ୍ୟାଳୟରେ ଜଏନ୍ କରିଥିଲେ ଏବଂ ଯେ ଦେଖାଯାଏ ଘୁରେ ବା ଗୋବିନ୍ଦ ସଦାଶିବ ଘୁରେ ପ୍ରଫେସର ହୋଇଥିଲେ 1934 ମସିହାରେ ଏବଂ ବମ୍ବେ ୟୁନିଭର୍ସିଟି ଜଏନ୍ କରିବାର 1924ରେ ସେ ଜଏନ୍ କଲେ ଏବଂ ତାର 10 ବର୍ଷ ପରେ ସେ ପ୍ରଫେସର ହେଇଥିଲେ ଏବଂ ତାପରେ ବିଭାଗୀୟ ମୁଖ୍ୟ ହୋଇଥିଲେ ଏବଂ ଯେ ଦେଖାଯାଏ ସିଏ ମଧ୍ୟ ନିର୍ବାଚିତ ହୋଇଥିଲେ ଆମର ପ୍ରେସିଡେଣ୍ଟ ଭାବରେ ଆନ୍ଥ୍ରୋପୋଲୋଜିକାଲ ସେକ୍ସନ ଅଫ ଇଣ୍ଡିଆନ ସାଇନ୍ସ କଂଗ୍ରେସ 1934 ମସିହାରେ ଏବଂ ସେଇ ବର୍ଷ ହିଁ ସିଏ ଜଣେ ରୟାଲ ଏସିଆଟିକ ସମ୍ମାନୀୟ ଯୋଉ ରୟାଲ ଏସିଆଟିକ ସୋସାଇଟି ଅଛି ପ୍ରେଷ୍ଟିଜିୟସ୍ ରୟାଲ ଏସିଆଟିକ ସୋସାଇଟି ତାର ନୋମିନି ଭାବରେ ନିର୍ବାଚିତ ହୋଇଥିଲେ ଯଦି ଆମେ ଦେଖିବା ତାଙ୍କର କାମ ମୁଖ୍ୟ କାମ ଗୁଡ଼ିକ ମଧ୍ୟରୁ ଗୋଟେ ସବୁଠୁ ମୁଖ୍ୟ କାମ ହେଉଛି କାଷ୍ଟ ଆଣ୍ଡ କିନସିପ୍ ଇନ୍ ଇଣ୍ଡିଆ ଯେ ଦେଖିବା ସିଏ ସେଇ ବହିର ନାଁଟି ହେଉଛି କାଷ୍ଟ ଆଣ୍ଡ ରେସ୍ ଇନ୍ ଇଣ୍ଡିଆ ଯେଉଁଠାରେ କି ସିଏ ମୁଖ୍ୟତଃ ଆମର ଯୋଉ ଆମର ଜାତିର ଯୋଉ ସାମାଜିକ ବ୍ୟବସ୍ଥିତ ଜାତି କୋଉଭଳି ଭାବରେ ସମାଜରେ ବ୍ୟବସ୍ଥିତ ହୋଇଛି ସେଇ ବିଷୟରେ ହିଁ ସିଏ ଆଲୋଚନା କରିଥିଲେ ଏବଂ ଯଦି ଦେଖାଯାଏ ସିଏ ଜାତି ଯୋଉଭଳି ଭାବରେ ଭାରତୀୟ ସମାଜରେ ବ୍ୟବସ୍ଥିତ ହୋଇଛି ଜାତିଗତ ବ୍ୟବସ୍ଥାକୁ ସିଏ ମୁଖ୍ୟତଃ 6ଟି ସୋପାନରେ ବିଭକ୍ତ କରିଥିଲେ ଗୋଟିଏ ଥିଲା ସେଗମେଣ୍ଟାଲ ଡିଭିଜନ ଅଫ ସୋସାଇଟି ସେ କହୁଥିଲେ କେଉଁଭଳି ଭାବରେ ଗୋଟିଏ ଜାତି ସମାଜର ଯୋଉ ଜାତି ଗୁଡ଼ିକ ଭାଗ ଭାଗ ହୋଇ ବିଭାଜିତ ହୋଇଛନ୍ତି ଦ୍ୱିତୀୟଟି ଥିଲା ହାଇରାର୍କିରେ ସେ କହିଥିଲେ କେଉଁଭଳି ଭାବରେ ଗୋଟିଏ ଜାତି ଜନ୍ମରୁ ହିଁ ଗୋଟିଏ ଜାତି ଉପରେ ରହୁଥିଲା ଆଉ ଗୋଟେ ଜାତି କିଭଳି ଭାବରେ ତଳେ ରହୁଥିଲା ଏବଂ ସେଇ ଯୋଉ ବ୍ୟବସ୍ଥାଟି ତା କିଭଳି ଭାବେ ସମାଜରେ ଆଗରୁ ହିଁ ଚାଲି ଆସିଛି ଏବଂ ସେ ହାଇରାର୍କିରେ ସେ କହୁଥିଲା କିଭଳି ଭାବରେ ବ୍ରାହ୍ମଣ ମାନେ ସବୁଠୁ ଉପରେ ଥିଲେ ଏବଂ ଶୂଦ୍ର ମାନେ ସବୁଠୁ ତଳେ ଥିଲେ ଏବଂ ତା ମଝିରେ ଅନେକ ଗୁଡ଼ିଏ କ୍ଷତ୍ରିୟ ବୈଶ୍ୟ ଏମାନଙ୍କୁ ସିଏ ସେଇ ଯୋଉ ଆରେଞ୍ଜମେଣ୍ଟ ବା ସେ ଯୋଉ ବ୍ୟବସ୍ଥା ବିଷୟରେ ହିଁ ସିଏ କହିଛନ୍ତି ତାପରେ ଆମେ ଯଦି ଦେଖିବା ରେଷ୍ଟ୍ରିକ୍ସନ୍ସ ଅନ୍ ଫିଡିଂ ଆଣ୍ଡ ସୋସିଆଲ ଇଣ୍ଟରକୋର୍ସ ଯୋଉଟାରେ ସେ କହିଛନ୍ତି ଯେ ମଣିଷ କଣ ଖାଇବ କଣ ନ ଖାଇବ ତାହା ମଧ୍ୟ ଗୋଟେ ଜାତିଗତାର ଜାତିକୁ ନେଇକିରି ହିଁ ନିର୍ଣ୍ଣୟ କରାଯାଇଥାଏ ଯେଉଁଭଳି ଭାବେ ଗୋଟିଏ ନିଚ ଜାତିର ଲୋକ ସିଏ ଯଦି ବା ଯୋଉ ଲୋୟର ଅର୍ଡରରେ ଯୋଉ ଜାତି ରହିଛି ସବୁଠୁ ତଳେ ଯୋଉ ଜାତି ରହିଛି ସିଏ ଯଦି ଖାଦ୍ୟ ରାନ୍ଧିକି ଦିଏ କେବେ ହେଲେ ଗୋଟିଏ ଉଚ୍ଚ ଜାତିର ଲୋକ ଖାଇବ ନାହିଁ କିମ୍ବା ଗୋଟେ ଉଚ୍ଚ ଜାତି କିନ୍ତୁ ଗୋଟେ ଉଚ୍ଚ ଜାତିର ଲୋକ ଯଦି ରାନ୍ଧିକି ଦିଏ ଏମାନେ ଖାଇପାରିବେ ଏବଂ ତା ସହିତ ସିଏ ମଧ୍ୟ କହିଥିଲେ ଯେ କେଉଁଭଳି ଭାବରେ କେଉଁ ଜିନିଷ ଗୋଟେ ଉଚ୍ଚ ଜାତିର ଲୋକ ଖାଇପାରିବନି କେଉଁ ଜିନିଷ ଗୋଟେ ନିଚ ଜାତିର ଲୋକ ଖାଇପାରିବ ଏହା ବିଷୟରେ ମଧ୍ୟ ସିଏ କହିଥିଲେ ତା ସହିତ ଯେ ଦେଖାଯାଏ ଯେ ସିଭିଲ ଆଉ ରିଲିଜିୟସ୍ ଡିଜାବିଲିଟିଜ ଆଣ୍ଡ ପ୍ରିଭିଲେଜେସ୍ ଅଫ ଡିଫରେଣ୍ଟ ସେକ୍ସନ ସେ କହିଥିଲେ ଯେ ଖାଲି ଖାଦ୍ୟପେୟକୁ ନେଇକି ନୁହେଁ ବା ସାମାଜିକ ବ୍ୟବସ୍ଥାକୁ ନୁହେଁ ଅନେକାଂଶରେ ଏମିତି ବି ଅଛି ଯେ ଗୋଟେ ଗାଁର ଘର ତିଆରିଠୁ ଆରମ୍ଭ କରି ଘରର ନିର୍ମାଣଠୁ ଆରମ୍ଭ କରି ରାସ୍ତାର ନିର୍ମାଣ ଯାଏ କେଉଁଭଳି ଭାବରେ ଜାତି ଗୋଟେ ଜାତି ବ୍ୟବସ୍ଥା କେଉଁଭଳି ଭାବେ କାର୍ଯ୍ୟ କରିଥାଏ ସେ ବିଷୟରେ ସେ ଉଦାହରଣ ଦେଇଥିଲେ ଆମେ ଯଦି ଦେଖିବା ଅନେକ ଗୁଡ଼ିଏ ସେଇଭଳିଆ ଅଛି ଆମର ଯଦି ସାଉଥ ବା ଦକ୍ଷିଣ ଭାରତରେ ଦେଖିବା ଆମର ଯୋଉ ଗୋଟେ କନସେପ୍ଟ ଅଛି ଆଗ୍ରାହାରମ ସିଷ୍ଟମ ବ୍ରାହ୍ମଣିକ ଏନକ୍ଲେଭ ଯେ ଯୋଉ ତାମିଲନାଡୁରେ ଆମେ ଯଦି ଦେଖିବା ଅନେକ ଗୁଡ଼ିଏ ସମାଜ ବିଜ୍ଞାନୀ ତା ଉପରେ କାମ କରିଛନ୍ତି ଆମେ ଯଦି କେତେ ଗୁଡ଼ିଏ ଜର୍ନାଲ ଅଛି କେମ୍ବ୍ରିଜ ମଡର୍ନେସନ ଷ୍ଟଡି ଯୋଉ ସେଇଭଳିଆ ଜର୍ନାଲରେ ସେଗୁଡ଼ିକ ସବୁ ପବ୍ଲିଶ ହେଇଛି ଆମେ ଯଦି ଦେଖିବା ଯେ କେଉଁଭଳି ଭାବେ ଗୋଟେ ବ୍ରାହ୍ମଣିକ ଏନକ୍ଲେଭ ବା ଗୋଟେ ଗାଁରେ ଯୋଉଠି ବ୍ରାହ୍ମଣ ମାନଙ୍କର ଘର ଅଛି ସେଠି ସେ ଯୋଉ ରାସ୍ତାରେ କେଉଁଭଳି ଭାବେ ଗୋଟେ ଦଳିତ ବା ଗୋଟେ ନିଚ ଜାତିର ଲୋକ ଚାଲିକି ଯାଇପାରିବନି ତାହା ରେଷ୍ଟ୍ରିକ୍ଟେଡ ଥିଲା କାରଣ ସେ ସମୟରେ ସମାଜର ବ୍ୟବସ୍ଥା ହିଁ ସେଇଭଳିଆ କରାଯାଇଥିଲା ଏବଂ ତା ଉପରେ ଅନେକ ଗୁଡ଼ିଏ ତାକୁ ନେଇକରି ଅନେକ ଗୁଡ଼ିଏ ଆନ୍ଦୋଳନ ମଧ୍ୟ ହେଇଛି ଆମେ ଯଦି ଦେଖିବା ଆମର ପେରିୟାର ମୁଭମେଣ୍ଟ ହଉ ସେଇଭଳିଆ ମୁଁ ଗୋଟିଏ ମାତ୍ର ଉଦାହରଣ ଦେଲି ସେଇଭଳିଆ ଅନେକ ଗୁଡ଼ିଏ ଉଦାହରଣ ଅଛି କିନ୍ତୁ ସେତେବେଳେ ଖାଲି ନୁହେଁ ଯେ ଘର କୋଉଥିରେ ତିଆରି କରିବ ଗୋଟେ ଉଚ୍ଚ ଜାତିର ଲୋକ କୋଉଭଳି ଭାବରେ ଘର ତିଆରି କରିବ ଗୋଟେ ନିଚ ଜାତିର ଲୋକ କୋଉଭଳି ଭାବରେ ଘର ତିଆରି କରିବ କୋଉ
ବସ୍ତୁ ନେଇ ସେ ଘର ତିଆରି କରିବ, ଏହା ମଧ୍ୟ ସେତେବେଳେ ଧର୍ମ ଜଣଙ୍କର ଜାତିଗତ ଇଏକୁ ନେଇକରି ଡିସାଇଡ୍ ହଉଥିଲା। ଏବଂ ଯଦି ଦେଖାଯାଏ ଲ୍ୟାକ୍ ଅଫ୍ ଅନରେଷ୍ଟ୍ରିକ୍ଟେଡ୍ ଚଏସ୍ ଅଫ୍ ଅକୁପେସନ୍, ଏହାର ଅର୍ଥ ହେଲା ଯେ ଜଣଙ୍କର ଯୋଉ ଆମର ଜୀବିକା ଚୟନ କରିବାର ଯୋଉ ସ୍ୱାଧୀନତା ଥିଲା ତାହା ଜାତିଗତ ଇଏକୁ ନେଇ ଥିଲା। କାରଣ ଲୋକମାନେ ଯଦିଓ ଗୋଟିଏ ଏହା ଜନ୍ମଗତ ଇଏକୁ ନେଇ ହିଁ ଡିସାଇଡ୍ କରାଯାଉଥିଲା। ଗୋଟିଏ ବଢେଇ ବା ଗୋଟେ କାର୍ପେଣ୍ଟର ଯାହାକୁ ଆମେ କହିଥାଉ, ସିଏ ଯଦି ଜନ୍ମ ହଉଛି ତାର ପ୍ରଫେସନ ବା ତାର ଜନ୍ମରୁ ହିଁ ତାର ଯୋଉ ଅକୁପେସନ ବା ତାର ଜୀବିକା ନିର୍ଦ୍ଧାରିତ ହଉଥିଲା। ସେ ପ୍ରଥମରୁ ହିଁ ସେଇ କାମ ଶିଖୁଥିଲା ଏବଂ କରୁଥିଲା। ଆଉ ସେ ଯୋଉ ସମସ୍ତେ ସବୁ କାମ କରିବା ଏବଂ ସମସ୍ତେ ସବୁ କାମ ଶିଖିବାରେ ମଧ୍ୟ ସମାଜର ବ୍ୟବସ୍ଥାରେ ତାହା ମଧ୍ୟ ଆଲାଉ କରାଯାଉନଥିଲା। ଯଦି ଆମେ ଦେଖିବା ଗୋଟିଏ ଶୂଦ୍ର କେବେ ହେଲେ ପାଠ ପଢିବା ବେଦ ପଢିବାର ତାର ସମାଜର ବ୍ୟବସ୍ଥାରେ ତାକୁ ଅନୁମତି ଦିଆଯାଉନଥିଲା। ସେଇଭଳି ଭାବେ ଗୋଟିଏ ବ୍ରାହ୍ମଣକୁ ମଧ୍ୟ ବିଲରେ ଚାଷ କରିବାର ଅନୁମତି ମଧ୍ୟ ଦିଆଯାଉ ନଥିଲା। ତେଣୁ ଯୋଉ ଅକୁପେସନ ବା ଜୀବିକା ନିର୍ବାହ ବା ଜୀବିକା ଚୟନର ଯୋଉ ସ୍ୱାଧୀନତା ଥିଲା ତାହା ନଥିଲା। ଏବଂ ରେଷ୍ଟ୍ରିକ୍ସନ ଅନ୍ ମ୍ୟାରେଜ ମୁଖ୍ୟତଃ ଏଣ୍ଡୋଗାମୀ ଯାହାକୁ କୁହାଯାଏ ବା ନିଜ ଜାତି ଭିତରେ ବିବାହ ହିଁ କେବଳ ପରମିସିବୁଲ ଥିଲା। ଏବଂ ଗୋଟିଏ ଲୋକ ନିଜ ଜାତିରୁ ଯାଇ ବାହାରେ ବିବାହ କରିବା ଏହା ତାଙ୍କର ଯୋଉ ସମ୍ପ୍ରଦାୟର ନିୟମ ଅଛି ତାର ସେଠାରେ ତାକୁ ଦିଆଯାଉନଥିଲା ଅନୁମତି। ଏବଂ ଯଦି ଦେଖାଯାଏ ଘୁରେଙ୍କର ମତ ଥିଲା ଯେ ଯୋଉ ଅନଟଚେବଲ କ୍ଲାସ ରହିଛି ବା ଯୋଉ ଅଛୁଆଁ ଶ୍ରେଣୀ ରହିଛନ୍ତି ସେମାନେ ହିନ୍ଦୁ ସମ୍ପ୍ରଦାୟ ସହିତ ମିଶି ପାରିବେ ଏବଂ ହିନ୍ଦୁ ସମ୍ପ୍ରଦାୟ ସହିତ ମିଶିବା ପାଇଁ ହେଲେ ସେମାନଙ୍କର ଯୋଉ ହିନ୍ଦୁ ୱେ ଅଫ୍ ଲାଇଫ ଅଛି ବା ହିନ୍ଦୁ ମାନଙ୍କର ଯୋଉ ଜୀବନଶୈଳୀ ଅଛି ଧୀରେ ଧୀରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ପଡିବ। ଏବଂ ଯଦି ଦେଖିବା ଘୁରେ ମଧ୍ୟ ଆଦିବାସୀ ବା ଜନଜାତି ମାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏବଂ ଯଦି ଦେଖିବା ତାଙ୍କର ମୁଖ୍ୟ ଯୋଉ ସନ୍ଦର୍ଭଟି ଥିଲା ସେ ସବୁବେଳେ କହୁଥିଲେ ଯେ ଜନଜାତି ଯୋଉ ଆଦିବାସୀ ମାନେ ରହିଛନ୍ତି ସେମାନଙ୍କର ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳୁଛି କିଛି କିଛି ଅଂଶରେ ଯେ ସେମାନଙ୍କର ଜୀବନ ହିନ୍ଦୁ ଜୀବନଶୈଳୀ ସହିତ ଅନେକାଂଶରେ ସାମଞ୍ଜସ୍ୟ ରହିଛି। ତେଣୁ ସିଏ ତାଙ୍କୁ ବ୍ୟାକୱାର୍ଡ ହିନ୍ଦୁଜ ବା ପଛୁଆ ହିନ୍ଦୁ ବୋଲି ସମ୍ବୋଧନ କରିଥିଲେ। ଏବଂ ସିଏ କେତେ ଗୁଡିଏ ଯୋଉ ଆଦିବାସୀ ସମ୍ପ୍ରଦାୟ ରହିଲେ ଯେମିତି ଆମର ସାନ୍ତାଲ ସେଲେ, ଭୀଲ ସେଲେ, ଗଣ୍ଡ ସେଲେ, ପୋଲିସ ସେମାନଙ୍କ ମଧ୍ୟରେ ସେ ନିଜର ମତ ଉପସ୍ଥାପନ କରିଥିଲେ। ସେ କହୁଥିଲେ ଯଦିଓ କିଛି ଜନଜାତି ସମ୍ପ୍ରଦାୟ ସମ୍ମିଳିତ ହୋଇଗଲେଣି ହିନ୍ଦୁ ସମ୍ପ୍ରଦାୟ ସହିତ ବା ହିନ୍ଦୁ ସମାଜ ସହିତ, କିନ୍ତୁ ଗୋଟେ ବଡ ସମ୍ପ୍ରଦାୟ ଏପର୍ଯ୍ୟନ୍ତ ବି ସମୁଦାୟ ସମ୍ମିଳିତ ହୋଇପାରିନାହାନ୍ତି। ଏବଂ ସେ ଅନେକାଂଶରେ କହୁଥିଲେ ଯେ ଯୋଉ ଆମର ଆଦିବାସୀ ବା ଜନଜାତି ସମ୍ପ୍ରଦାୟର ଯୋଉ ହିନ୍ଦୁ ସମାଜ ସହିତ ସମ୍ମିଳିତ ହବା ଏହା ଏକ ଭଲ ବା ଗୋଟେ ପଜିଟିଭ ଡେଭଲପମେଣ୍ଟର ସାଇନ୍। ଏବଂ ଯଦି ଦେଖାଯାଏ ଘୁରେ ମଧ୍ୟ ସଦାଶିବ ଘୁରେ ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ କିଭଳି ଭାବେ ରୁରାଲ ଅର୍ଗାନାଇଜେସନ ହଉଛି ଭାରତରେ ବା କିଭଳି ଭାବେ ଗାଁ ମଧ୍ୟରେ ମଧ୍ୟ ସହର ଗଢି ଉଠୁଛି ଏହି ସମ୍ବନ୍ଧରେ ସେ କହିଥିଲେ ଯେ କେବଳ ଯେ ସହର ବମ୍ବେ, ଦିଲ୍ଲୀ ବା ମାଡ୍ରାସ ଭଳିଆ ଜାଗାରେ ସହରର ଡେଭଲପମେଣ୍ଟ ହଉନି, ସେ କହୁଛନ୍ତି ଯେ କେଉଁଭଳି ଭାବରେ ଯୋଉ ଛୋଟ ଛୋଟ ଗାଁ ମଧ୍ୟରେ ମଧ୍ୟ ଗୋଟେ ସହରୀ ସମ୍ପର୍କ ସ୍ଥାପନ ହଉଛି ଏବଂ ଗାଁ ଓ ସହର ବର୍ତ୍ତମାନ ଭିନ୍ନ ହେଇକି ନାହିଁ। ଏବଂ ସେ ଉଦାହରଣ ଦେଇଥିଲେ ଯୋଉ ମେଟ୍ରୋପଲି ଆଉ ସାଟେଲାଇଟ ଯୋଉ ଭାରତରେ କିଭଳି ଭାବେ ଗଢି ଉଠିଥିଲା। ଏବଂ ସେ କହିଥିଲେ କିଭଳି ବ୍ରିଟିଶର୍ସ ମାନେ ଯେମାନେ ଆସିଲେ ସେମାନେ କିଭଳି ଭାବରେ ଯୋଉ ବମ୍ବେ, ଦିଲ୍ଲୀ, କଲକାତା ଏଇ ସବୁ ଜାଗା ଗୁଡିକୁ କିଭଳି ଭାବେ ମେଟ୍ରୋପଲି ଭାବରେ ଡେଭଲପ କରିଥିଲେ, ସେଠିକି କିଭଳି ଭାବରେ ଗମନାଗମନର ସୁବିଧା କରାଯାଇଥିଲା ଏବଂ ଧୀରେ ଧୀରେ କିଭଳି ଭାବରେ ସେମାନେ ଗ୍ରାମୀଣ ଜୀବନକୁ କଣ୍ଟ୍ରୋଲ କରିବା ଆରମ୍ଭ କରିଥିଲେ।
ଏବଂ ଯଦି ଦେଖାଯାଏ ଘୁରେ ଆମର ତାଙ୍କର ଯୋଉ ଧର୍ମର ଧାର୍ମିକ ଯୋଉ ବିଶ୍ୱାସ ରହିଛି ତା ମଧ୍ୟରେ ମଧ୍ୟ ତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ସେ କହିଥିଲେ ଯେ କିଭଳି ଭାବେ ଯୋଉ ଭାରତ ଆଉ ଇଜିପ୍ଟର ଯୋଉ ଧାର୍ମିକ ବ୍ୟବସ୍ଥା ରହିଛି ବା ବିଶ୍ୱାସ ରହିଛି ତାହା କିଭଳି ଭାବେ ଅନେକାଂଶରେ ସମାନତା ରହିଛି ତା ମଧ୍ୟରେ। ଏବଂ ସେ ମଧ୍ୟ କହିଥିଲେ ଯେ ଯୋଉ ଆମର ପୂଜା କରିବାର ପଦ୍ଧତି ଏବଂ ଯୋଉ ଆମର ମନ୍ଦିର ମାନଙ୍କର ଯୋଉ ଆର୍କିଟେକ୍ଚର ବା ଯୋଉ କାରୁକାର୍ଯ୍ୟ ରହିଛି ତାହା ଅନେକାଂଶରେ କିଭଳି ଭାବେ ଭାରତ ଏବଂ ଇଜିପ୍ଟର ସମାନତା ରହିଛି। ଏବଂ ସେ କହିଥିଲେ ସେ ଯୋଉ ଦେବତା ମାନଙ୍କର କୋଉ କୋଉ ଭୂମିକା ରହିଛି ଧର୍ମରେ ସେ ମଧ୍ୟରେ ମଧ୍ୟ ସେ ଆଲୋଚନା କରିଥିଲେ। ସେ ଶିବ ବିଷ୍ଣୁ ଦୁର୍ଗା ଏମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ସେ କହିଥିଲେ ଯେ ଏହା କିଭଳି ଭାବରେ ଏ ଯୋଉ ଧାର୍ମିକ ବ୍ୟବସ୍ଥା ଲୋକମାନଙ୍କୁ ଯୋଡ଼ିଥିଲା ଲୋକମାନଙ୍କୁ ଯୋଡ଼ିଥାଏ ସମ୍ପର୍କକୁ ସୁଦୃଢ଼ କରିଥାଏ। ସେ ସେଠାରେ ଉଦାହରଣ ଦେଇଥିଲେ କଲିକତାର ଦୁର୍ଗା ପୂଜା ଏବଂ ମହାରାଷ୍ଟ୍ରର ଗଣେଶ ପୂଜା କିଭଳି ଭାବେ ଏହି ଦୁଇଟି ପୂଜା ଅନେକାଂଶରେ ଲୋକମାନଙ୍କୁ ଯୋଡ଼ି ପାରିଛି ଗୋଟେ ସଲିଡାରିଟି ବା ଯୋଉ ଏକତା ଇଏ କରିପାରିଛି। ଏବଂ ଯଦି ଦେଖାଯାଏ ସେ ମଧ୍ୟ ଭାରତୀୟ ଯୋଉ ସାଧୁ ମାନେ ରହିଛନ୍ତି ସେମାନଙ୍କ ବିଷୟରେ କିଭଳି କହିଥିଲେ ଏବଂ ସେମାନେ କିଭଳି ଭାବେ କହିଥିଲେ ସାଧୁମାନେ ଧର୍ମର ରକ୍ଷଣାବେକ୍ଷଣରେ ଅନେକାଂଶରେ ନିଜର ବା ରୋଲ ଯୋଉ ରହିଛି ଭୂମିକା ଉପସ୍ଥାପନ କରିଛନ୍ତି। ସାଧୁମାନେ ନଥିଲେ ହୁଏତ ଯୋଉ କନଭର୍ସନ ବା ଗୋଟିଏ ଧର୍ମରୁ ଆଉ ଗୋଟେ ଧର୍ମର ଯୋଉ କନଭର୍ସନ କିଭଳି ଭାବେ ବଢୁଥିଲା ତା ସହିତ ସେ ମଧ୍ୟ ଯୋଉ ଭାରତୀୟ କଳା ଏବଂ ସଂସ୍କୃତି ମଧ୍ୟରେ ମଧ୍ୟ ସେ କହିଛନ୍ତି ଯେ କିଭଳି ଭାବେ ଯୋଉ ଆମର ଭାରତୀୟ ମନ୍ଦିରର ଯୋଉ କଳା କାରୁକାର୍ଯ୍ୟ ରହିଛି ତାହା କିଭଳି ଭାବେ ବେଦ ଏବଂ ଉପନିଷଦରୁ ଆସିଛି ଏବଂ ତାହା କିଭଳି ଭାବେ ଗୋଟେ ଯୋଉ ଭ୍ୟାଲୁ ସିଷ୍ଟମ ରହିଛି ବା ଡାଇଭର୍ସ ଭ୍ୟାଲୁ ସିଷ୍ଟମ ରହିଛି ତା ଉପରେ ଆଧାରିତ। ଏବଂ ଯଦି ଦେଖାଯାଏ ସେ ହିନ୍ଦୁ ଜୈନ ଏବଂ ବୁଦ୍ଧିଷ୍ଟ ମାନଙ୍କର ଯୋଉ କଳା ଏବଂ କାରୁକାର୍ଯ୍ୟ ରହିଛି ତା ଭିତରେ କିଭଳି ଭାବେ ସମାନତା ରହିଛି ସେ କହିଛନ୍ତି। ଏବଂ ସିଏ ଅନେକାଂଶରେ ଯୋଉ ଆମର ଇସଲାମର ଯୋଉ ଆମର କାରୁକାର୍ଯ୍ୟ ରହିଛି ତାକୁ ସମାଲୋଚନା କରିଥିଲେ ଏବଂ ସେ କହିଥିଲେ ଯେ କିଭଳି ଭାବେ ଯୋଉ ଆମର ହିନ୍ଦୁ ମାନଙ୍କର ଯୋଉ କାରୁକାର୍ଯ୍ୟ ରହିଛି ତାହା କିଭଳି ଭାବେ ଯୋଉ ମୁସଲିମ ବା ଇସଲାମର ଯୋଉ ବିଲ୍ଡିଂ ବା ଯୋଉ ପ୍ରାଚୀର ଅଟ୍ଟାଳିକା ଗୁଡିକ ରହିଛି ସେଠି କିଭଳି ଭାବେ ସେମାନେ ହିନ୍ଦୁ ମାନଙ୍କୁ ନେଇକି ସେଠାରେ ସେମାନେ ନିଜର କାରୁକାର୍ଯ୍ୟ ଇଏ କରିଥିଲେ। ଏବଂ ଯଦି ଦେଖାଯାଏ ସେ ଉଦାହରଣ ଦେଇଥିଲେ ଯୋଉ ରାଜପୁତ ମାନଙ୍କର ଯୋଉ କଳା ଏବଂ ସଂସ୍କୃତି ତାହା କିଭଳି ଭାବେ ଗୋଟେ ହିନ୍ଦୁ ଇଏର ସୂଚକ ଭାବେ ଦର୍ଶାଉଛି ତା ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ତ ଆଜି ଯଦି ଦେଖିବା ଆମେ ଆଲୋଚନା କଲେ ରାଧାକମଲ ମୁଖାର୍ଜୀ ଏବଂ ଜିଏସ୍ ଘୁରେଙ୍କ ବିଷୟରେ। ରାଧାକମଲ ମୁଖାର୍ଜୀ ଯିଏ ମୁଖ୍ୟତଃ ଲକ୍ଷ୍ନୌ ସ୍କୁଲରେ ରହିଥିଲେ ଏବଂ ଜିଏସ୍ ଘୁରେ ଯିଏ ମୁଖ୍ୟତଃ ବମ୍ବେ ସ୍କୁଲରେ ରହିଥିଲେ। ତେଣୁ ଆଜିର ବିଷୟବସ୍ତୁ ଏଇଠାରେ ଆମେ ରଖିବା। ଧନ୍ୟବାଦ।